ଦେଇଥିଲା କି ଚାଇଲ୍ଡହୁଡ୍ ଆଜ୍ ଏ ପିରିୟଡ୍ ଅଫ୍ ସୋସିଆଲାଇଜେସନ୍। ତ କେମିତି ଚାଇଲ୍ଡହୁଡ୍ ରେ ଆମେ ସୋସିଆଲାଇଜେସନ୍ ପ୍ରୋସେସକୁ ଅଧିକ ମାତ୍ରାରେ କରିଥାନ୍ତି, ତାର କ୍ୟାରେକ୍ଟରିଷ୍ଟିକ୍ ସବୁ କଣ ଅଛି ଯୋଉଟା କି ଚାଇଲ୍ଡ ଡେଭଲପମେଣ୍ଟରେ କଣ କଣ ଟାସ୍କ ଅଛି ଯୋଉଟା କି ସେ କରିଥାଏ ସୋସିଆଲାଇଜେସନ୍ ପ୍ରୋସେସରେ, ସେ ସବୁ ଜିନିଷ ଆମେ ଆଜି ପଢିବା ହେଲା। ତ କଣ ଦେଇଛି ନା ଦେଇଛି ଫର୍ଷ୍ଟରେ कि human growth and development is classified into different period which have separate characteristic and features। ତ କଣ ନା ମାନବର ମନୁଷ୍ୟର ଗ୍ରୋଥ ଆଉ ଡେଭଲପମେଣ୍ଟ ଏକାଥରକରେ ହୁଏ ନାହିଁ ହେଲା, ବରଂ ଏହା କଣ ନା ଏହାକୁ ଭିନ୍ନ ଭିନ୍ନ ପିରିୟଡରେ କ୍ଲାସିଫାଏ କରାଯାଇଛି। ଏକାଥରକରେ ଯେ ଆମେ କହିବା ନାଇଁ ମାନେ ଆମର ଯୋଉ ଗ୍ରୋଥ ହଉଛି ବା ଡେଭଲପମେଣ୍ଟ ହଉଛି ସେଟା ଯେତେବେଳେ ଇନଫାନ୍ସି ବେଳେ ଯୋଉ ରେଟରେ ହଉଛି ସେଟା ହଉଛି ଚାଇଲ୍ଡହୁଡରେ ବି ସେମିତି ହବ, ଆଉ ଆଡୋଲେସେନ୍ସରେ ବି ସେମିତି ହବ। ତ ହ୍ୟୁମାନ ଗ୍ରୋଥ ଆଉ ଡେଭଲପମେଣ୍ଟ ଶୁଭୁନି, ଭଏସ ଶୁଭ କ୍ଲିୟର ଆସୁନି ନା ଆଜ୍ଞା କଣ? ମ୍ୟାମ୍ କ୍ଲିୟର କ୍ଲିୟର ଅଛି। ହଉ। ତ କହିବା କଥା ହଉଛି ଡିଫରେଣ୍ଟ କ୍ଲାସିଫାଏଡ ହେଇଛି ଡିଫରେଣ୍ଟ ଟାଇପର। ତ ସେଇ ସବୁ କଣ ନା ଗୋଟେ ପିରିୟଡ ୱାଇଜ ହେଇଛି ଯୋଉଥିରେ କି ଆମର ହଉଛି କଣ କଣ ସବୁ ହୁଏ ନା ଗ୍ରୋଥ ଆଉ ଡେଭଲପମେଣ୍ଟ ସେଇ ହିସାବରେ ହୋଇଥାଏ ହେଲା। ଯେମିତିକି ଆମର ଚାଇଲ୍ଡହୁଡ ହେଇଗଲା, ଆଡୋଲେସେନ୍ସ ହେଇଗଲା, ଆଡଲ୍ଟହୁଡ ହେଇଗଲା, ସବୁ ପିରିୟଡରେ କଣ ଗୋଟେ ଗୋଟେ ନିଜ ନିଜ କ୍ୟାରେକ୍ଟରିଷ୍ଟିକ ଅଛି, ଫିଚର ବି ଅଛି, ଯୋଉଟା କି ଆମେ କହିପାରିବାନି କି ଚାଇଲ୍ଡହୁଡରେ ଏମିତି ହଉଛି ଆଡୋଲେସେନ୍ସରେ ବି ସେମିତି ହିଁ ହବ ହେଲା। ତ ଚାଇଲ୍ଡହୁଡ ପିରିୟଡରେ ସୋସିଆଲାଇଜେସନ ହିଁ ଆରମ୍ଭ ହୋଇଥାଏ ଆମର। କଣ ସୋସିଆଲାଇଜେସନ ମାନେ କଣ ନା କୌଣସି ପ୍ରକାର ଶିଶୁ ଯଦି ଗୋଟେ ସମାଜରେ ରହୁଛି, ଗୋଟେ ପିଲାଟେ ଯଦି ଗୋଟେ ସମାଜରେ ରହୁଛି, ତାର ରୁଲ ଶିଖିବ, ତାକୁ ଭ୍ୟାଲୁ କରିବ, ବିହେଭିୟର ପାଟର୍ନକୁ ଶିଖିବ, ରିଲେସନସିପ କେମିତି ଗଢାଯାଏ ସେ ସବୁ ଶିଖିବାକୁ ଧୀରେ ଧୀରେ କଣ ନା ଆରମ୍ଭ କରିବ। ଯେତେବେଳେ ସେ ଚାଇଲ୍ଡହୁଡରେ ଥାଏ, ଚାଇଲ୍ଡହୁଡରେ ହିଁ ତାର ହଉଛି ସୋସିଆଲାଇଜେସନ ପ୍ରୋସେସଟା ସେ ଆରମ୍ଭ କରିଦେଇଥାଏ ହେଲା। ତ କେମିତି କେମିତି ସେ ତା କ୍ୟାରେକ୍ଟରିଷ୍ଟିକ ସବୁ କଣ କଣ ଅଛି, କେମିତି ତାର ଡେଭଲପମେଣ୍ଟ ହୁଏ ସୋସିଆଲାଇଜେସନ ପ୍ରୋସେସଟା ଚାଇଲ୍ଡହୁଡ ପିରିୟଡରେ, ସେସବୁ ଜିନିଷ ଏଥିରେ ଦେଇଛି। ତାପରେ ଲେଖିଛି କି ଷ୍ଟଡି ଅଫ ଡେଭଲପମେଣ୍ଟ ଇଜ ବେସ୍ଡ ଅନ୍ ଫଲୋଇଂ କ୍ଲାସିଫିକେସନ ହେଲା। ତ କଣ ଯଦି ଆମେ କୌଣସି ପ୍ରକାର କ୍ଲାସିଫିକେସନ ଦେଖୁଛନ୍ତି ଡେଭଲପମେଣ୍ଟର ଷ୍ଟଡି କରିବା ପାଇଁ, ଆମର ବହୁତ ସାରା ସାଇକୋଲୋଜିଷ୍ଟ ମାନେ ଆମର ହ୍ୟୁମାନ ଲାଇଫକୁ ହେଲା, ହ୍ୟୁମାନ ଲାଇଫକୁ କିଛିଟା ସ୍ପେସିଫିକ ଷ୍ଟେଜରେ ବିଭକ୍ତ କରିଛନ୍ତି ହେଲା। ଏଇ ଯୋଉ କ୍ଲାସିଫିକେସନ ଦ୍ଵାରା ଆମେ ବୁଝିପାରନ୍ତି କଣ ନା କେଉଁ ଏଜରେ ମାନେ କୋଉ କାଇଣ୍ଡର ଫିଜିକାଲ ହେଲା, ମେଣ୍ଟାଲ ହେଲା, ଇମୋସନାଲ ହେଲା, ଆଉ ସୋସିଆଲ ଚେଞ୍ଜ ସବୁ ହେଇଥାଏ ହେଲା। ତ ସେ ସବୁ ତାର ପିରିୟଡ ସବୁ ଅଛି, ଯୋଉ ଯୋଉ ପିରିୟଡକୁ ଦେଖିବା ଆମେ ଏବେ। ଲେଖିଲା ଫର୍ଷ୍ଟ ହଉଛି ପ୍ରି ନାଟାଲ ପିରିୟଡ ହେଲା, ପ୍ରି ନାଟାଲ ପିରିୟଡ ଯୋଉଟା କି ଫ୍ରମ କନସେପସନ ଟିଲ୍ 250 to 300 days ହେଲା। এটা କଣ ନା ପ୍ରି ନାଟାଲ ପିରିୟଡ ମାନେ ହଉଛି କଣ ନା ହଉଛି କନସେପସନ ଠାରୁ ଜନ୍ମ ପର୍ଯ୍ୟନ୍ତ ହେଲା। ଯେତେବେଳେ ଗୋଟେ ଛୁଆଟେ କନସେପସନ ହୁଏ ମାନେ ରୁହେ, ସେ ମାନେ ସେତେବେଳୁ ଗୋଟେ ପ୍ରାୟ ଜନ୍ମ ହବା ପର୍ଯ୍ୟନ୍ତ ସମୟ, ଯାହା ପ୍ରାୟ କଣ ନା 250 ରୁ 300 ଦିନ ଯାଏଁ ଥାଏ ହେଲା। 250 ମାନେ 250 ରୁ 300 ଡେଜ ଯାଏଁ ଏଟା ରହିଥାଏ କନସେପସନ ଟା। ତ ଏହି ପ୍ରିନାଟାଲ ପିରିୟଡକୁ ଆମେ ଡେଭଲପମେଣ୍ଟ ଆଧାରରେ ତିନୋଟି ଅଂଶରେ ବିଭକ୍ତ କରାଯାଇଛି, ଯୋଉଟା କି ହଉଛି କଣ ଜର୍ମିନାଲ, ଆଉ ଗୋଟେ ହଉଛି କଣ ଏମ୍ବ୍ରୋଏନିକ, ଆଉ ଗୋଟେ ହଉଛି ଫର୍ଟାଲ ହେଲା। ତ ତିନିଟା ଏଜରେ ବିଭକ୍ତ କରାଯାଇଛି, ଯୋଉଟା କି ଜର୍ମିନାଲ କଣ 0 to 2 weeks, ଆଉ ହଉଛି ଏମ୍ବ୍ରୋଏନିକ ଯୋଉଟା କି 2 to 10 weeks, ଆଉ ହଉଛି ଫର୍ଟାଲ ଯୋଉଟା କି 10 weeks to birth ହେଲା। ଏଟା ମନେ ରଖିବ ପ୍ରିନାଟାଲ ପିରିୟଡ ଯୋଉ କୁହାଯାଇଛି ପୁରାପୁରି ଜନ୍ମର ପୂର୍ବରୁ, ମାତୃ ଗର୍ଭରେ ଯେତେବେଳେ ପିଲାଟେ ରୁହେ ସେଇ ସମୟର କଥା କୁହାଯାଉଛି ବା ସେଇ ପିରିୟଡର କଥା କୁହାଯାଉଛି। ତ ଏଇ ଷ୍ଟେଜରେ କନସେପସନ ପରେ ପ୍ରଥମେ କଣ ନା ଯୋଉଟା ଜର୍ମିନାଲ କଥା କହୁଛି ହେଲା, ଏଟା କଣ ଏଇ ଷ୍ଟେଜରେ କନସେପସନ ପରେ ଆମର ପ୍ରଥମରୁ ମାନେ 0 ରୁ 2 weeks ପର୍ଯ୍ୟନ୍ତ ଏଇ ପିରିୟଡଟା ଆମର ଥାଏ ହେଲା। 0 to 2 weeks ପର୍ଯ୍ୟନ୍ତ ଏଇ ସମୟରେ ଆମର କଣ ନା ଜାଇଗୋଟ ତିଆରି ହୁଏ, ଜାଇଗୋଟ ତିଆରି ହୁଏ ଏବଂ ଧୀରେ ଧୀରେ ୟୁଟ୍ରସରେ ଆମର ମାନେ କଣ ହୁଏ ନା ହଉଛି ପିଲାଟେ ଯେମିତି ଆରମ୍ଭ ହୁଏ ବଢିବାର,
तो सेल डिविजन एटा होची जेतले सेल हमर होची कोन डिविजन हेई थाए तो ए सेल डिविजन द्रुत हार जो द्रुत गति रे बढ़ुताए तार हार एथि हेई थाए किंतु शरीर रो कोनोसी भी स्पष्ट अंग स्टेज रे देखा जाए नै जेमति कि आमे कोन गोटे छोट छुआ रे जेतले बढ़ुची आमे तो गोटे हाथटे आसुची कि गोड़टे होची कि मुंडटे होची तो ये जो स्टेज टा 0 to 2 weeks भितर तार कौन से भी तार कौन कहलो माने शरीर किसी भी अंग भल भाव देखा जाए नहीं पूरा गोटे मांस पेंडुलाटे भरी थाए तो होची एम्ब्रियोनिक एथिरे कौन हुए 2 to 10 weeks भितर जते बड़े माने कन्सेप्शन थाए कन्सेप्शन रो 2 to 10 weeks भितर এই ଷ୍ଟେଜରେ ଆମର କଣ ନା ଆମେ ଜାଣିଲେ କି ହଉଛି 2 week ରୁ 10 week ଯାଏ ପିଲାଟି ଯେତେବେଳେ ଥାଏ ପେଟରେ ସେଇ ଷ୍ଟେଜକୁ ଆମେ ଏମ୍ବ୍ରିዮନିକ ବୋଲି କହୁଛନ୍ତି ଏଇ ସମୟରେ ଆମର କଣ ହୁଏ ନା ଏମ୍ବ୍ରିୟୋର ମାନେ ବହୁତ ସାରା ପାର୍ଟ ହେଲା ମଜର ଅର୍ଗାନ ସବୁ କଣ ହେଇଥାଏ ବଡି ଷ୍ଟ୍ରକ୍ଚରକୁ ଡେଭଲପ କରିବାକୁ ଆରମ୍ଭ କରିଦେଇଥାଏ ହେଲା ବଡିର ଆମର ଷ୍ଟ୍ରକ୍ଚରଟା କେମିତି ଯେମିତି ଆମେ କହୁଛନ୍ତି ଗୋଟେ ଛୁଆଟେ ଜନ୍ମ ହବ ମାନେ ସେ ପେଟରେ କେମିତି କଣ ତାର ହାତ ହେଇଯାଉଛି ତାର ଗୋଡ ହେଇଯାଉଛି ତାର କେମିତି ମୁଣ୍ଡଟା କେମିତି ହେଇଯାଉଛି ତା ଆଖି ପୁଣି ହଉଛି ହେଲା ଆମର ହଉଛି ଆମର ଯୋଉ ଏମ୍ବ୍ରିୟ ଅଛି ଏମ୍ବ୍ରିୟର ବହୁତ ମଜୁର ଅର୍ଗାନ ସବୁ ବଡିର ଷ୍ଟ୍ରକ୍ଚର ଡେଭଲପ କରିବାକୁ ସାହାଯ୍ୟ କରିଥାନ୍ତି ବଡିର ଷ୍ଟ୍ରକ୍ଚରକୁ ଡେଭଲପ କରିଥାନ୍ତି ଯେପରି ଆମର ହାର୍ଟ ବିଟ୍ ପ୍ରଥମେ ଆସେ ତାପରେ ଆମର ବ୍ରେନ ହୁଏ ତାପରେ ହଉଛି ହ୍ୟାଣ୍ଡ ଆସେ ତାପରେ ଲେଗ୍ସ ହୁଏ ହେଲା ଏଇ ଷ୍ଟେଜଟା ଯୋଉଟା ଆମର ରହିଲା ଏମ୍ବ୍ରୋଇକ ଷ୍ଟେଜଟା ବହୁତ ହି ସେନ୍ସିଟିଭ ହେଲା ବହୁତ ହି ସେନ୍ସିଟିଭ ଷ୍ଟେଜ ଏଟା କାହିଁକି ନା ହଉଛି କୌଣସି ପ୍ରକାରର ହାର୍ମଫୁଲ ଇଫେକ୍ଟର ଡେଭଲପମେଣ୍ଟ ଉପରେ ଖରାପ ପ୍ରଭାବ ପଡିପାରେ ଏଠି ଯେମିତିକି ଡକ୍ଟର ମାନେ କୁହନ୍ତି କଣ ଯେତେବେଳେ ଗୋଟେ ଛୁଆଟେ ମାନେ ତମେ କନସେପସନ କରିଛ ତ ସେଟା 2 ରୁ 10 week ଭିତରେ ତମେ କୋଉଠି ବି ଗାଡିରେ ଯିବନି କୋଉଠି ଅଲଗା ଜାଗାକୁ କିଛି କାହିଁକିନା ଏଇ ଟାଇମରେ ହିଁ ତାଙ୍କ ବଡି ଷ୍ଟ୍ରକ୍ଚର ଡେଭଲପମେଣ୍ଟ ହୋଇଥାଏ ତାଙ୍କର ହାର୍ଟ ବିଟ୍ ଆସିବା ଆରମ୍ଭ ହେଇଯାଇଥାଏ ତ ଏଇଥିରେ ଟିକେ କଣ ନା ହଉଛି କିଛିଟା ହାର୍ମଫୁଲ ଦେଖାଯାଏ ଏଥିରେ ଯଦି ବି କିଛି ପ୍ରଭାବ ପଡୁଛି ତାହେଲେ ଖରାପ ପ୍ରଭାବ ପଡେ ତା ଉପରେ ହେଲା ତ ହଉଛି ବହୁତ ହି ସେନ୍ସିଟିଭ ପିରିୟଡ ବୋଲି ଆମେ କହିପାରିବା ଏମ୍ବ୍ରୋଏନିକ ତାପରେ ଆସିଲା ଫର୍ଟାଇଲ କଣ ନା 10 weeks to birth ଯେତେବେଳେ 10 କଣ ନା ୱିକ୍ ହେଇଯାଇଥାଏ ସପ୍ତାହ ହେଇଯାଇଥାଏ 70 ଡେଜ ଭଳିଆ ହେଇଥାଏ ସେଇଠୁ ନେଇକି ପୁରା ଜନ୍ମ ପର୍ଯ୍ୟନ୍ତ ଏଇ ଷ୍ଟେଜ ଆମର ଚାଲିଥାଏ ହେଲା ଫର୍ଟାଇଲ ଷ୍ଟେଜ ଟା ଚାଲିଥାଏ ଏଇ ସମୟରେ ଆମର କଣ ନା ଫେଟସର ବଡି ଅର୍ଗାନ ଗ୍ରୋ ଆଉ ମ୍ୟାଚୁର ହୁଏ ଆମର ଯୋଉ ବଡିର ଅର୍ଗାନ ଅଛି ସେଟା ମ୍ୟାଚୁର ହୁଏ ବଢେ ହେଲା ଏଥିରେ ପିଲାମାନେ କଣ କରିଥାନ୍ତି ନା ମୁଭମେଣ୍ଟ କରନ୍ତି ପୁରା ହାର୍ଟବିଟ୍ ପଳେଇ ଆସିଥାଏ ସେତେବେଳକୁ ପୁରା କଣ ନା ଏଇ ଷ୍ଟେଜରେ ପୁରା ସ୍ପଷ୍ଟ ଦେଖାଯାଏ ତା ହାର୍ଟବିଟ୍ ଟାକୁ ମାପି ହୁଏ ହାର୍ଟବିଟ୍ ପୁରା ଜଣା ପଡେ ହେଲା ତ ହଉଛି ଗୋଟେ ଛୁଆଟିକୁ ମା ଅନୁଭବ ବି କରିପାରେ ଯେତେବେଳେ ମୁଭମେଣ୍ଟ ହୁଏ ଗୋଟେ ମାଟେ ତାକୁ ଅନୁଭବ ବି କରିପାରେ ସେଇ ଏ ଷ୍ଟେଜରେ ଆମର କଣ ହୁଏ ନା ହଉଛି ସବୁ ଯେତେକ ଅର୍ଗାନ ସବୁ ରହିଲା ଆମ ବଡି ପାର୍ଟର ସେ ସବୁ ମ୍ୟାଚୁର ହୁଏ ବଢିଥାଏ ହେଲା ତ ସେଥିରେ ମୁଭମେଣ୍ଟ ହୁଏ ହାର୍ଟବିଟ୍ ହୁଏ ଆଚ୍ଛା ମତେ କୁହ ଯଦି କ୍ୱେଶ୍ଚନ ପଚାରିବ କୋଉ ଷ୍ଟେଜରେ ହେଲା କୋଉ ଷ୍ଟେଜରେ ଆମର କଣ ନା ହଉଛି କିଛି ବି ତାର ହଉଛି ହାତ ଗୋଡ କି ତାର ଯେତେକ ସବୁ ବଡି ପାର୍ଟସ ରହିଲା କୋଉଟା ବି ସ୍ପଷ୍ଟ ଭାବରେ ଦେଖାଯାଏନି କୋଉଥିରେ ହଁ very good ଆଚ୍ଛା ଯଦି କ୍ୱେଶ୍ଚନ ପଚାରିବ କି ଆମର ଯେମିତି କି ହଉଛି ହାର୍ଟ ଯେତେବେଳେ ପଳେଇ ଆସେ ହାର୍ଟ ବିଟ୍ ନାହିଁ ମାନେ ତମର ହାର୍ଟ ବିଟ୍ ଟା ମାପିବା କଥା କୁହାଗଲେ ଆମେ ଫର୍ଟାଇଲ ଏଜ୍ କଥା କହୁଛନ୍ତି ଯଦି ଖାଲି ପଚାରିବ କି ହଉଛି କଣ ନା ହଉଛି ହାର୍ଟ ର ଡେଭଲପମେଣ୍ଟ ସେଇ ଟାଇପରେ ହୁଏ ଷ୍ଟ୍ରକ୍ଚର ଗୋଟେ ଆସେ ତାର ସେ କୋଉଠି ହଁ ତାପରେ ହଉଛି ଯଦି କ୍ୱେଶ୍ଚନ ପଚାରିବ ଆମେ ହଉଛି ଯେତେକ ସବୁ ତାର ବଡି ଅର୍ଗାନ ସବୁ ହେଇଗଲା ମ୍ୟାଚର ହୁଏ ଆଉ ହଉଛି କଣ ନା ତାର ହାର୍ଟବିଟ୍ ପୁରା ପଳେଇ ଆସେ ଗୋଟେ ଛୁଆଟେ ମୁଭମେଣ୍ଟ କରେ ଏଟାକୁ ଫର୍ଟାଇଲ ଓକେ
ତାପରେ ଆସିଲା ଏଟା କଣ ନା ଏଟା ହଉଛି ଆମର ଯୋଉ ଷ୍ଟଡି ଅଫ ଡେଭଲପମେଣ୍ଟ ଆମେ ଦେଖିଲେ ଯୋଉ କ୍ଲାସିଫିକେସନ ହେଇଛି ତ ପ୍ରଥମେ ଦେଖିଲେ ପ୍ରିନେଟାଲ ପିରିୟଡ କୁ ଆମେ କଣ କରୁଛନ୍ତି ନା ହଉଛି ତିନୋଟି ପିରିୟଡ ରେ ଡିଭାଇଡ କରୁଛନ୍ତି। ପ୍ରିନେଟାଲ ପିରିୟଡ ଯଦି ଆମେ କହିବା ତା କନସେପସନ ରୁ ପୁରା 250 to 300 ଡେଜ ଯାଏ ଚାଲିଥାଏ। ପୁରା ମାନେ ମା ପେଟରେ ଯେତେ ଦିନ ଥାଏ ସେଟା ହଉଛି ପ୍ରିନାଟାଲ ପିରିୟଡ। ତ ପ୍ରିନେଟାଲ ପିରିୟଡ କୁ ତିନିଟା ପିରିୟଡ ରେ ଡିଭାଇଡ କରାଗଲା। ଗୋଟେ ହଉଛି ଜର୍ମିନାଲ, ଆଉ ଗୋଟେ ହେଲା ଏମ୍ବ୍ରୋଇନିକ, ଆଉ ଗୋଟେ ହେଲା ଫଏଟାଲ ହେଲା। ତାପରେ ଆସିଲା ଇନଫାନ୍ସି। ଇନଫାନ୍ସି ରେ କଣ କହିଛି ଲେଖିଛି ଫ୍ରମ ବର୍ଥ ଟୁ ଏଜ ଅଫ 5 years ହେଲା। ଆମର ଜନ୍ମରୁ 5 ବର୍ଷ ଯାଏଁ ସେ ଇନଫାନ୍ସି ନେଲା। ତ ଏଠି ଆମର ଯୋଉ ଚାଇଲ୍ଡହୁଡ ପିରିୟଡ ଆମର ଥିଲା ହେଲା, ଚାଇଲ୍ଡହୁଡ ପିରିୟଡ ଯୋଉଟା ଥିଲା ଆମର କଣ ଆମେ ପଢିଛନ୍ତି କି 2 year ରୁ 12 year ଯାଏଁ ପଢିଛନ୍ତି। ତ ଏଥିରେ କଣ କରିଛି ନା ଆମର ପ୍ରକୃତରେ ଦେଖିବା ପାଇଁ ଗଲେ ଇନଫାନ୍ସି ଜନ୍ମରୁ 2 ବର୍ଷ ଯାଏଁ ହିଁ ରହିବା କଥା। କିନ୍ତୁ ଏଠି 5 years ଲେଖିଛି। ଦେଖିଲ ତମ ବହିରେ ଦେଇଛି କି ସେମିତି? ମତେ ଲାଗୁଛି ଏଟା ଭୁଲ ଦେଇଛି। ବୁକ୍ ରେ 2 years ମୋ ପାଖରେ ମ୍ୟାମ ଅଛି ବୁକରେ ଇନଫାନ୍ସ ଦେଇଛି ଫ୍ରମ ଟୁ ବାର୍ଥ ଇୟର୍ସ ଟୁ 2 years। 2 years ନା ଏ ଭୁଲ ରେ ଏଟା ଲେଖା ହେଇଛି ହେଲା। ସେ ଯେ ବି ନୋଟ ନେଇଛନ୍ତି 2 years, ସେଟା 5 year ନୁହେଁ। ଆମର ଇନଫାନ୍ସି ହଉଛି 1 to 2 years। ତ ଏଥିରେ ଫାର୍ଷ୍ଟ ଦେଲା କି ଆଟ ଦିସ୍ ଏଜ ଚାଇଲ୍ଡ ଗ୍ରୋଜ ଆଟ ଏ ଫାଷ୍ଟର ରେଟ୍। ତ କଣ ନା ଇନଫାନ୍ସି ପିରିୟଡ ରେ ହେଲା ଜନ୍ମ ଠାରୁ 2 ବର୍ଷ ଯାଏଁ ଆମର ଥାଏ। ଆଉ ଏଇ ଷ୍ଟେଜ ରେ ଆମର ଗ୍ରୋଥ ରେଟ୍ ଟା ବହୁତ ହି ଫାଷ୍ଟ ଥାଏ। ଦେଖିଥିବ ଗୋଟେ ଛୁଆଟେ ତାପରେ ଜନ୍ମ ହେଇଥିବ କେତେ ଛୁଇଁଟେ ହେଇଥିବ ଛୋଟଟେ ହେଇଥିବ। ଯେତେବେଳେ ଦେଖିବ ତାର ବର୍ଷକରେ ହେଇଛି, ବର୍ଷକରେ ହେଇଛି ସେ ପୁରା ଚାଲିବନି ହେଲା। ତା ଭିତରେ ତାର ପେଟେଇବା, ତାର ଆଣ୍ଠେଇବା, ତାର ମୁଣ୍ଡ ସିଧା କରିବା, ତା ସବୁ ପେନ୍ ପେନସିଲ ସବୁ ଭଲ ଭାବରେ ମୋଟର ସ୍କିଲ ର ଡେଭଲପମେଣ୍ଟ ଯୋଉ ହେଇଥାଏ ସେଥିରେ ଟିକେ ଟିକେ ତାକୁ ଧରିବା। ଆଉ ତା ଭିତରେ ତାକୁ କଣ ନା ହଉଛି ଠିଆ ହବା, ଚାଲିବା, ଏତେ ସ୍ପିଡ ରେ ତାର ରାପିଡ ପୁରା ଡେଭଲପମେଣ୍ଟ ହେଇଥାଏ। ଯଦି କ୍ୱେଶ୍ଚିନ୍ ଯଦି ପଚାରୁଛି କି ହଉଛି କୋଉଥିରେ ତମର ଫାଷ୍ଟର ରେଟ ଗ୍ରୋ ହଉଛି, ଡେଭଲପମେଣ୍ଟ ହଉଛି, ତ ଲେଖିବ କଣ ନା ହଉଛି ଇନଫାନ୍ସ ରେ ହିଁ ଆମର ଗ୍ରୋଥ ଟା ବହୁତ ଫାଷ୍ଟ ରେଟ ରେ ଏଟା ବଢିଥାଏ। ତାପରେ ଲେଖିଛି ହଁ, ତ ଏଇଟା ବୁଝିଲେ କି ହଉଛି କଣ ନା ଗୋଟେ ଚାଇଲ୍ଡ ର ଗ୍ରୋଥ ବହୁତ ରେଟ ରେ ମାନେ ବହୁତ ଦ୍ରୁତ ଗତିରେ ବଢିଥାଏ ଆମର 0 to 2 years ରେ। ତାର ଆମର ହାଇଟ୍ ହେଇଗଲା, ୱେଟ ହେଇଗଲା, ବ୍ରେନ ର ଡେଭଲପମେଣ୍ଟ ହେଇଗଲା, ଲାଙ୍ଗୁଏଜ ଡେଭଲପମେଣ୍ଟ ହେଇଗଲା, ଯେତେକ ମୋଟର ସ୍କିଲ୍ସ ର ଡେଭଲପମେଣ୍ଟ ହେଲା, ସବୁ କଣ ନା ତୀବ୍ର ପରିବର୍ତ୍ତନ ଦେଖାଯାଏ ଏଥିରେ। ତାଙ୍କର ହଉଛି ଯେମିତି କି ମୁଁ ପଢେଇଥିଲି ପୂର୍ବ ୟୁନିଟ ରେ 2 ୟୁନିଟ ରେ ଯୋଉ ପଢିଥିଲେ ଆମେ ଯେ କି ଆଉ ହଉଛି ତାଙ୍କର ଲାଙ୍ଗୁଏଜ ର ବହୁତ ସାରା ଡେଭଲପମେଣ୍ଟ ହେଇଥାଏ ଷ୍ଟେଜ ରେ। ଆଉ କୋଉ ଷ୍ଟେଜ ରେ କେତେ ମାନେ ଇନଫାନ୍ସ ରେ କୋଉ କୋଉ ବୟସକୁ ନେଇକି, ଇନଫାନ୍ସ ନାହିଁ ପୁରା ତାଙ୍କ ପିରିୟଡ କୁ ନେଇକି ଦେଖା ଯାଉଥିଲା କି ଇନଫାନ୍ସି ବେଳେ ତାଙ୍କର ହଉଛି କେତେଟା ୱାର୍ଡ କହୁଥିଲେ, ତାପରେ କେତେଟା ୱାର୍ଡ କହିଲେ, ତା ପୂର୍ବରୁ କେତେ କଣ କହୁଥିଲେ। ତ ସେଇ ସବୁ ଜିନିଷ ଆମେ ଆଗରୁ ପଢିଛନ୍ତି ଅଲରେଡି। ତ ଏଥିରେ ତାଙ୍କର କଣ ହୁଏ ହାଇଟ ବଢେ, ୱେଟ ବଢେ, ଆମର ବ୍ରେନ ର ଡେଭଲପମେଣ୍ଟ ହେଇଥାଏ, ଲାଙ୍ଗୁଏଜ ର ଡେଭଲପମେଣ୍ଟ ହୋଇଥାଏ, ଆଉ ଯେତେକ ମୋଟର ସ୍କିଲ ର ସବୁ ଡେଭଲପମେଣ୍ଟ ହେଇଥାଏ ହେଲା। ମୋଟର ସ୍କିଲ କହିଲେ ଜାଣିଛ କଣ? ମୋଟର ସ୍କିଲ କହିଲେ କଣ କହିଲ? ମ୍ୟାମ ଆମେ ଯଦି ଗୋଟେ ଛୋଟ ପିଲାଟା କହିବୁ କି ଗୋଟେ ପେନ୍ ୟା ପେନସିଲ କିଛି ହୁଁ ହୋଲ୍ଡ କର, ମ୍ୟାମ୍ ତ ବଡିର ସେଟା ହାତରେ ମସଲ ଧରିବୁ। ସିଷ୍ଟମ ହଁ ଡେଭଲପମେଣ୍ଟ ଆଉ ହବ ଯଦି ମାନେ ଗୋଟେ ବଡ ମସଲ ଆଉ ତାହେଲେ ଫାଇନ ମସଲ। ତାଠୁ ଆଉ ଟିକେ ବଡ ଯୋଉ ପିଲା ଗୁଡାକ ହେଇଯାଇଥାନ୍ତି, ଯାହାର ଯେ ଟିକେ ଡେଭଲପମେଣ୍ଟ ହେଇଯାଇଥାଏ ତାଙ୍କର ମାଇଣ୍ଡ, ତ ତାକୁ ଯଦି ଆମେ କହିବୁ ପେନ୍ କି ହୁଁ ପେନସିଲ ହାତରେ ଧର, ତ ସେ ଆଙ୍ଗୁଠିରେ ଧରିବ। ଏଇଟା ହଉଛି ଡିଫରେନ୍ସ। ହଁ, ତାଙ୍କର ମୋଟର ସ୍କିଲ କହିଲା ମାନେ ଆମର ମୋଟର ହଉଛି ଟୁ ଟାଇପ୍ସ ହେଲା, ଗୋଟେ ହଉଛି ଫାଇନ ମୋଟର ଆଉ ଗୋଟେ ହେଲା ଗ୍ରସ୍ ମୋଟର। ଭେରି ଗୁଡ ଯୋଉଟା କହିଲ ବି। ହଁ, ଆଜ୍ଞା ମ୍ୟାମ୍। ଗ୍ରସ୍ ମୋଟର ଅଛି, ଫାଇନ ମୋଟର ଅଛି। ଯେତେବେଳେ ଗ୍ରସ୍ ମୋଟର କଣ ହୁଏ ନା ଗୋଟେ ଛୋଟ ଛୁଆକୁ କହିଲା ମାନେ ତୁ ପେନସିଲ ଧର ବୋଲି ସେ ଆଙ୍ଗୁଳିରେ ଧରି ପାରିବନି, ସେ ପୁରା ହାତ ମୁଠେଇ ଦବ। ମୁଠେଇକି ଏମିତି ଆଜ୍ଞା ଧରିକି ତାର ଲେଖିବ। ଯେତେବେଳେ ତାର ହଉଛି ଆସ୍ତେ 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 ଡେଭଲପମେଣ୍ଟ ହେଇଥାଏ, ସେ କଣ କରେ ନା ହଉଛି ସ୍ପେସିଫିକ ଜିନିଷକୁ ଧରିବା ପାଇଁ ଟ୍ରାଏ କରେ। ସ୍ପେସିଫିକ ହାତ ଲଗାଏ, ମାନେ ସ୍ପେସିଫିକ ଜିନିଷ ଲଗାଏ, ଯେମିତି କି ଆଙ୍ଗୁଳିରେ ଲଗେଇକି ତାର କରେ। ତ ସେଥିପାଇଁ ଗ୍ରସ୍ ମୋଟର କହିଲେ ପୁରା ହାତରେ ପୁରା ଧରିବ। ଆଉ ହଉଛି ଫାଇନ ମଟର କହିଲେ ଆଙ୍ଗୁଳିରେ ଧରିବାକୁ ଚେଷ୍ଟା କରିବ। ତ ସେଇଟା ହଉଛି ସେଇଥିରେ ବି ତାର ଡେଭଲପମେଣ୍ଟ ହେଇଥାଏ।
ଚାଇଲ୍ଡ କଣ କରେ ନା ଧୀରେ ଧୀରେ ବସିବା, ଧୀରେ ଧୀରେ ଚାଲିବା, କଥା କହିବା, ବେସିକ ହାବିଟ ସବୁ ଯାହା ସବୁ ତାର ଅଛି ସବୁର ଡେଭଲପମେଣ୍ଟ କରେ ଆମର ଇନଫାନ୍ସରେ। ହେଲା, ତାପରେ କହିଲା କି the child is completely depend upon other and his development and growth take rapid movement। ତ ୟା ମାନେ କଣ ନା ଏଇ ଷ୍ଟେଜରେ ଚାଇଲ୍ଡ ସମ୍ପୂର୍ଣ୍ଣ ଭାବରେ ଅଦର ଉପରେ ଡିପେଣ୍ଡ କରେ। ହେଲା, ସବୁବେଳେ ଅଲଗା ଲୋକଙ୍କ ଉପରେ ସବୁବେଳେ ଡିପେଣ୍ଡ କରେ, ତାଙ୍କର ଖାଦ୍ୟ ପାଇଁ ହଉ, ତାର ସୁରକ୍ଷା ପାଇଁ ହଉ, ତାର ଭଲ ପାଇବା ପାଇଁ ହଉ, କେୟାର ସବୁ କିଛି ପ୍ୟାରେଣ୍ଟସ ଆଉ କେୟାର ଟେକର ହିଁ ସେମାନେ ତାଙ୍କୁ ଦେଇଥାନ୍ତି। ଭୋକ ଲାଗିଲା ସେମାନେ ହଉଛି ନିଜେ ନିଜେ ଯାଇକି ଖାଇପାରିବେନି, ତାଙ୍କୁ ତା ବାପା ମା ଦେବେ, ନହେଲେ କେୟାର ଟେକର ଯିଏ ଥାଏ କି ତାଙ୍କ ଘରେ ଆଉ କିଏ ଥାନ୍ତି ସେମାନେ ହିଁ ଦିଅନ୍ତି। ଭଲ ପାଇବା ପାଇଁ ବି ସେ ହଉଛି କଣ କରେ ନା ହଉଛି ଅଲଗା କାହା ଉପରେ ସେ ଡିପେଣ୍ଡ କରେ। ତ ଫିଜିକାଲ ଡିପେଣ୍ଡେନ୍ସ ସହିତ ଇମୋସନାଲ ଡିପେଣ୍ଡେନ୍ସ ମଧ୍ୟ ତାଙ୍କର ଥାଏ। ଫିଜିକାଲି ତ ସେମାନେ ଡିପେଣ୍ଡ କରିଥାନ୍ତି, କୋଉଠି ଯିବେ ଲାଟ୍ରିନ୍ ଯିବେ, କୋଉଠିକି ଆଉ କୋଉଠି ଯିବେ, କି ତାଙ୍କର ହଉଛି ଭୋକ ଲାଗିଲା, ହେଲା, କି ତାଙ୍କୁ ମନ ଦୁଃଖ ହେଲା, ତ ସେ ସବୁ କଥାରେ ସବୁବେଳେ ଡିପେଣ୍ଡ ଥାନ୍ତି। ହେଲା, ତାପରେ ଆମର ଆସିଲା ଚାଇଲ୍ଡହୁଡ। ଏଇ ପଏଣ୍ଟଟା ଭଲ, ମାନେ ଯାହା ହେଲେ ବି ଲେଖିବ କି ଆମର ଇନଫାନ୍ସି ଷ୍ଟେଜରେ ରାପିଡ ଡେଭଲପମେଣ୍ଟ ହେଇଥାଏ। ହେଲା, ରାପିଡଲି ସବୁ କିଛି ତାଙ୍କର ହୋଇଥାଏ। ତାପରେ ଆସିଲା ଚାଇଲ୍ଡହୁଡ। ଚାଇଲ୍ଡହୁଡ ଆମର କହୁଛି କଣ ନା ଫ୍ରମ 2 years to age 12 years। ହେଲା, ଆଚ୍ଛା, ଏଇ ଯେତେବେଳେ ଚାଇଲ୍ଡହୁଡ ଲେଖିବ ଦେଖ ସେ କଣ କଲା, ଗୋଟେ ଲାଇନରେ ଲେଖିଲା ଇଟ ଇଜ ଏ ପିରିୟଡ ଫ୍ରମ 2 to 12 years। It is marked by early childhood 2 to 6 years and later childhood 6 to 12 years। ମୋ ପାଖରେ ଏବେ ପେନ୍ ନାହିଁ, ନହେଲେ ମୁଁ ତମକୁ ବ୍ୟାକ୍ କ୍ୟାମେରା କରିକି ଦେଖେଇ ଦେଇଥାନ୍ତି। ହଉ, ଆଉ ମୁଁ ତମକୁ କହିଦଉଛି ଖାଲି ଶୁଣ। ତ ଲେଖିଛି ଚାଇଲ୍ଡହୁଡ ଫ୍ରମ 2 years to age 12 years। ତମେ ଯେତେବେଳେ ଏଇଟା ଯାହା ହେଲେ ବି କ୍ୱେଶ୍ଚନ ପଡିବ। ହେଲା, ଏଇଟା ଗୋଟେ ଲଙ୍ଗ କ୍ୱେଶ୍ଚନ ପଡିବାର ଚାନ୍ସେସ୍ ବହୁତ ହି ଅଛି କି ଆମର ଯୋଉ ଚାଇଲ୍ଡହୁଡ ସରି କ୍ୟାରେକ୍ଟରିଷ୍ଟିକ ସବୁ କଣ ଅଛି ଆମର ହଉଛି ହ୍ୟୁମାନ ଡେଭଲପମେଣ୍ଟରେ ଯୋଉ କ୍ଲାସିଫିକେସନ ସବୁ ଅଛି, କ୍ଲାସିଫିକେସନ କୋଉ ହିସାବରେ ତାଙ୍କ ପିରିୟଡକୁ ସବୁ ଡିଭାଇଡ କରାହେଇଛି, ତମେ ସେଟା ଯେତେବେଳେ ଲେଖିବ ଯାହା ହେଲେ ବି ତମକୁ ବଡ ବଡ କରିକି ଲେଖିବାର ଅଛି, ମାନେ ଅଧିକ ଅଧିକ ଜିନିଷ ଲେଖିବାର ଅଛି, କାହିଁକି ନା ପେଜ ତମକୁ ଫିଲଅପ କରିବା ପାଇଁ ପଡିବ। ତ ସେଥିରେ କଣ କରିବ ନା ସବୁର ଗୋଟେ ଗୋଟେ ଲାଇନ ଲେଖିବ କଣ ନା ଇନଫାନ୍ସି। ତ ଲେଖିବ କି ଇନଫାନ୍ସି କଣ ନା କ୍ୟାରିଡ ଫ୍ରମ ବର୍ଥ ଟୁ ଆନ୍ ଏଜ ଅଫ 5 years। ସେଟା ଗୋଟେ ପଏଣ୍ଟ। ହେଲା, ସେମିତି ଚାଇଲ୍ଡହୁଡ ଯେତେବେଳେ ଆସିବ, ଚାଇଲ୍ଡହୁଡରେ ଲେଖିବ ଫ୍ରମ 2 years to the age 12 years। ହେଲା, ଏଟା ହଉଛି ଆମର କଣ ନା ଚାଇଲ୍ଡହୁଡ। ଏଟାକୁ ଲେଖି ସାରିଲା ପରେ ତଳେ ଗୋଟେ ଆଉ ଗୋଟେ କଣ କରିବ ନା ଲେଖିବ ଚାଇଲ୍ଡହୁଡ ଲେଖିକି ତାକୁ ଗୋଟେ ସର୍କଲରେ ରଖିବ, ଦିଟା ଆରୋ ମାର୍କ ଦବ ତଳକୁ, ଲେଖିବ କଣ ନା ହଉଛି ଆର୍ଲି ଚାଇଲ୍ଡହୁଡ, ସେପଟେ ଲେଖିବ ଲାଟର ଚାଇଲ୍ଡହୁଡ। ଆର୍ଲି ଚାଇଲ୍ଡହୁଡ କୁ ଫୁଲ ସର୍କଲ କରିବ, ଲାଟର ଚାଇଲ୍ଡହୁଡ କୁ ଫୁଲ ସର୍କଲ କରିବ। ଆର୍ଲି ଚାଇଲ୍ଡହୁଡ ତଳେ ଆଉ ଗୋଟେ ହାଇପେନ ଦେଇକି ଲେଖିବ କଣ ନା 2 to 6 year, ଆଉ ଲାଟର ଚାଇଲ୍ଡହୁଡ ରେ ତଳେ ଲେଖିବ କଣ ନା ହାଇପେନ ଦେଇକି 6 to 12 year। ତାପରେ ତମର ଯାହା ପଏଣ୍ଟ ଲେଖିବା କଥା ତମେ ଲେଖିବ। ଏତିକି ଲେଖିଦେଲେ ତମର ଅଧା ପେଜ ଫିଲଅପ ହେଇଯିବ, ଆଉ ସେଟା ବି ସୁନ୍ଦର ଲାଗିବ। ଜଣେ ଯେତେବେଳେ ଖାତା ବି ଦେଖିବ ସେମାନେ ଭାବିବେ କି ହଁ ସେ ଭଲସେ ମାନେ ଏଟା ଲେଖା ହେଇଛି ବୋଲି। ହେଲା, ହଁ, ତ କଣ କହିଲା ନା ହଉଛି ଆମର ଚାଇଲ୍ଡହୁଡ କୁ ଦିଟା ଷ୍ଟେଜରେ ଡିଭାଇଡ କରାହେଇଛି, ଗୋଟେ ହେଲା 2 ରୁ 6 ବର୍ଷ, ଆଉ ଗୋଟେ ହେଲା 6 ରୁ 12 ବର୍ଷ। 2 ରୁ 6 ବର୍ଷ ଯୋଉଟା କି ଆର୍ଲି ଚାଇଲ୍ଡହୁଡ କୁହାଯାଉଛି, ଆଉ ଗୋଟେ 6-12 ବର୍ଷ ଯୋଉଟା କି ଲାଟର ଚାଇଲ୍ଡହୁଡ ବୋଲି କୁହାଯାଉଛି। ଲେଖିଛି କି ଇନ ଦିସ୍ ପିରିୟଡ ଅଫ ଚାଇଲ୍ଡ undergo physical growth with increase in height and weight which is slow and steady। ତ କଣ କହୁଛି, ଏଇ ଯୋଉ ପିରିୟଡ ଆମର ରହିଲା, ହେଲା, ଏଇ ଯୋଉ ପିରିୟଡରେ ଚାଇଲ୍ଡହୁଡରେ ଫିଜିକାଲ ଗ୍ରୋଥ ହୁଏ, କିନ୍ତୁ ଇନଫାନ୍ସି ପରି ଫାଷ୍ଟ ନୁହେଁ। ଇନଫାନ୍ସରେ ଯୋଉ ରେଟରେ ସେ ଚାଲୁଥିଲା, ବସୁଥିଲା, ଯୋଉ ସବୁ ରେଟରେ ତାର ଡେଭଲପମେଣ୍ଟ ହଉଥିଲା, ଗ୍ରୋଥ ହଉଥିଲା, ସେଇ ତା ତୁଳନାରେ ଯଦି ଆମେ ଦେଖିବା ତାହେଲେ ଆମର ଚାଇଲ୍ଡହୁଡରେ ତାହାଠୁ ବହୁତ କମ ଆମର ହଉଛି କଣ ନା ହଉଛି ଗ୍ରୋଥ ହୋଇଥାଏ। ହାଇଟ୍ ୱେଟ୍ ଧୀରେ ଧୀରେ ସ୍ଲୋ ଆଉ ଷ୍ଟେଡି ଭାବରେ ଇନକ୍ରିଜ ହୋଇଥାଏ। ବଡି ଷ୍ଟ୍ରକ୍ଚର କଣ ହୁଏ ନା ବଡି ଷ୍ଟ୍ରକ୍ଚର ଆମର ବାଲାନ୍ସ କରିବା, ମାନେ ପ୍ରପରେସନ କରିବା, କି ହଉଛି ଗୋଟେ ଭଲ ଭାବରେ ବାଲାନ୍ସ କରି ଗୋଟେ ଜିନିଷକୁ ଧରିବା, ଏଇ ଜିନିଷଟା ଏତେ ବେଳକୁ ତାଙ୍କର ପଳେଇ ଆସିଥାଏ। କିନ୍ତୁ ଯୋଉ ରେଟରେ ଆମର ଇନଫାନ୍ସରେ ହଉଥିଲା ସେଟା ସେଇ ରେଟରେ ହବନି, ଟିକେ କମିଯିବ ଏଥିରେ। ହେଲା, ତାପରେ ସେ କହିଛି, ହଁ,
ତାପରେ ସେ କହିଛି ଦ ଚାଇଲ୍ଡ ଶୋଜ୍ ମସଲ କୋଅର୍ଡିନେସନ ଏକ୍ସାମ୍ପଲ କଣ ନା ସ୍ପଟ। ସେ କହୁଛନ୍ତି କଣ ନା ଏ ଷ୍ଟେଜରେ ଆମର ଚାଇଲ୍ଡ ମସଲ୍ସ କୋଅର୍ଡିନେସନ ଡେଭଲପ କରିଥାଏ ହେଲା। ଚାଇଲ୍ଡ ମସଲ୍ସ କୋଅର୍ଡିନେସନ କଣ ହାତ ଗୋଡ ଉପରେ କଣ୍ଟ୍ରୋଲ ଆଣିବା ହେଲା। ଆଉ ଯେମିତି କି ପିଲା ରନିଂ କରିବା ଜମ୍ପିଂ କରିବା ରାଇଟିଂ କରିବା ଡ୍ରଇଂ କରିବା ସ୍ପୋର୍ଟ ଭଳି ଆକ୍ଟିଭିଟି ସବୁରେ ଆଗ୍ରହ ଦେଖେଇବା ଏ ସବୁ ଜିନିଷରେ ତାଙ୍କର ଡେଭଲପମେଣ୍ଟ ହେଇଥାଏ। ଯେମିତି ଗୋଟେ ଛୋଟ ଏକ୍ସାମ୍ପଲ ଶୁଣ, ଗୋଟେ ଛୋଟ ଛୁଆକୁ ଧର ଏ ଲେଖଉଛ ନା ହେଲା, ଗୋଟେ ଛୋଟ ଛୁଆକୁ ତମେ କଣ କରିବ ଏ ଲେଖଉଛ, ତମେ ଏ ଲେଖେଇବା ପାଇଁ ତା ଏଜ ଟା କଣ ଦୁଇରୁ କମ ଏଜ କି? ତମେ ଏ ଲେଖେଇବା ପାଇଁ ଗଲା ବେଳକୁ ସିଏ ସେତିକି ବଡ ହେଇଥିବା ଦରକାର। ତମେ ଯଦି ଗୋଟେ ପୁରା କୁନି ଛୁଆଟେ ସେ ହଉଛି ଆମର 1.5 ବର୍ଷର ହେଇଛି କି 2 ବର୍ଷ ବି ହଉ ହେଲା 1.8 ବି ହଉ, ତାଙ୍କୁ ଯଦି କହିବା ତୁ ଏଇଠି ଲେଖ ବୋଲି ସିଏ ତାଙ୍କ ହାତରେ କଣ୍ଟ୍ରୋଲ ନଥିବ, ସିଏ ଏମିତି ଗାରେଇ ଦେବେ ପୁରା ସିଧା ଗାର ଟାଣି ଦେବେ, ସେପଟକୁ ନେଇଯିବେ ଉପରକୁ ନେଇ ଆସିବେ ତଳକୁ ନେଇ ଆସିବେ ଏମିତି ଟାଇପ ର କରିବେ କାହିଁକିନା ତାଙ୍କର କଣ୍ଟ୍ରୋଲ ହିଁ ନଥାଏ। ଗୋଟେ ଡ୍ରଇଂ ରେ କଲର କରିବା ପାଇଁ କୁହାଯାଇଛି, ସେ ଦେଖୁଛି ବଢିଆ ଡ୍ରଇଂ ହେଇଛି କିନ୍ତୁ ତାକୁ କଲରିଂ କରିପାରିବନି। କୌଣସି ପ୍ରକାର ବି ତମେ ନେଇକି ପେନସିଲ ଟେ ଦିଅ ସେ ପେନସିଲ ସେ ଏମିତି ଗାରେଇ ଦବ ଗୋଟେ ମାନେ ପୁରା ଲମ୍ବା ଗାରଟେ। ତାଙ୍କର କୌଣସି ପ୍ରକାର କଣ୍ଟ୍ରୋଲ ନଥାଏ। ଆମେ କଣ ଯେତେବେଳେ 2ରୁ 12 ବର୍ଷ ଯାଏ ପିଲା ଆସୁଛନ୍ତି ସେମାନଙ୍କୁ କହିଲେ ଗୋଟେ ଜମ୍ପ କଲେ ସେ ତାଙ୍କର ନିଜ ନିଜ ଗୋଡରେ ଭଲ ଭାବରେ କଣ କରୁଛନ୍ତି ନା ଠିଆ ହେଇଯାଉଛନ୍ତି, ଯଦି ପଡିବାର ଥିବ ବି ସେ କଣ୍ଟ୍ରୋଲ କରିକି ରହିଯାଉଛନ୍ତି। କିନ୍ତୁ ଯୋଉଟା 2 ଇୟର ଭିତରେ ଯୋଉମାନେ ସେମାନେ ସେଟା କରିପାରନ୍ତି ନାହିଁ ହେଲା। ତାପରେ କହିଛି କି ସୋସିଆଲ କଲଚରାଲ ଇମୋସନାଲ ଡେଭଲପମେଣ୍ଟ ଆକ୍ୟୁର୍ସ ବାଇ ସୋସିଆଲ ଏକ୍ସପିରିଏନ୍ସ। ତ କଣ ନା ଚାଇଲ୍ଡହୁଡ ପିରିୟଡରେ ସୋସିଆଲ କଲଚରାଲ ଇମୋସନାଲ ଡେଭଲପମେଣ୍ଟ ସୋସିଆଲ ଏକ୍ସପିରିଏନ୍ସ ମାଧ୍ୟମରେ ହିଁ ହୋଇଥାଏ। ତ ଫ୍ୟାମିଲି ହେଇଗଲା, ସ୍କୁଲ ହେଇଗଲା, ଫ୍ରେଣ୍ଡସ ମାନେ ହେଇଗଲେ, ଟିଚର୍ସ ମାନେ ହେଇଗଲେ, ଏସବୁ ସୋସାଇଟି ସହିତ କଣ ନା ଇଣ୍ଟରାକ୍ସନ କରିକି ଚାଇଲ୍ଡ କଣ କରିଥାଏ ନା ନର୍ମସ ଭ୍ୟାଲୁଜ ବିହେଭିୟର ପାଟର୍ନ ଆଉ ସବୁ କଲଚର ଏ ସବୁ ବିଷୟରେ ହିଁ ସେମାନେ ସବୁ ଶିଖିଥାନ୍ତି। ତ ସେଇ କଥା ସେ କହୁଛି କଣ ନା ହଉଛି କଲଚର ଆଉ ଇମୋସନାଲ ଡେଭଲପମେଣ୍ଟ ଆମର ସୋସିଆଲ ଏକ୍ସପିରିଏନ୍ସ ରୁ ହିଁ ଆମେ ଶିଖିଥାନ୍ତେ। ଆମେ ଏଥର ଫ୍ରେଣ୍ଡସ ମାନଙ୍କ ସହିତ ମିଶନ୍ତି, ଫ୍ୟାମିଲି ମେମ୍ବର ମାନେ ଯେତେବେଳେ କୌଣସି ପ୍ରକାର କଣ ନା କିଛି ଗୋଟେ କହନ୍ତି, ଘରେ ଥର ପର୍ବପର୍ବାଣୀ ଅଛି ପିଠା ପଣା ଏସବୁ ହଉଛି ତ ସେମାନେ ସେଇଠୁ ହିଁ ଶିଖିବେ କି ହଁ ଆମର ରଜ ପର୍ବ ଅଛି। ଗୋଟେ ସ୍କୁଲ କୁ ଯାଉଛନ୍ତି, ସ୍କୁଲରେ ସମସ୍ତେ ଶିଖୁଛନ୍ତି ଶାନ୍ତି ଶୃଙ୍ଖଳା ଭାବରେ ରହିବା ପାଇଁ। ତ ସେମାନେ କଣ କରି ସେଠୁ ଶିଖିବେ କି ହଁ ବଡ ଲୋକ କଥା ହେଲା ବେଳେ ଆମେ ଚୁପ୍ ହେଇକି ଶୁଣିବା ଆବଶ୍ୟକ। ଯଦି କହୁଛନ୍ତି ନା ଆମର ବଡ ମାନେ ମାନେ ଧର ବାବା ହେଲେ କିଏ ସେମାନେ ଧର ତାଙ୍କ ଠାରୁ ଯିଏ ବଡ ତାଙ୍କ ବଡ ଭାଇ ମାନଙ୍କୁ ବଡ ବାପା ହେରିକାଙ୍କୁ ବହୁତ ସମ୍ମାନ କରୁଛନ୍ତି, ତାଙ୍କୁ ଆପଣ କହି କଥା ହଉଛନ୍ତି, ସେଠି ଆମେ କଣ ନା ବିହେଭିୟର ଆମର ଶିଖିଲେ ହେଲା। ତ ଆମେ ଏମିତି ହିଁ ଯେତେ ପ୍ରକାର ବିହେଭିୟର ହେଲା, ଆମର କଲଚର ହେଲା, ଆମର ହଉଛି ଭ୍ୟାଲୁଜ ହେଲା, ଏ ସବୁ ଜିନିଷ ଆମେ ଶିଖନ୍ତି କୋଉଥିରେ ନା ସୋସାଇଟିରୁ ହିଁ ଶିଖନ୍ତି। ସୋସିଆଲ ଏକ୍ସପିରିଏନ୍ସ ରୁ ହିଁ ଶିଖନ୍ତି। ଫ୍ୟାମିଲି ମେମ୍ବର ଠାରୁ ଶିଖନ୍ତି, ସ୍କୁଲ ଠାରୁ ଶିଖନ୍ତି, ଫ୍ରେଣ୍ଡ ଠାରୁ ଶିଖନ୍ତି, ଟିଚର୍ସ ମାନଙ୍କଠାରୁ ଶିଖନ୍ତି, ଆଉ ହେଲା ସୋସାଇଟି ଠାରୁ ଶିଖନ୍ତି ହେଲା। ତାପରେ କଣ କହିଛି, ତାପରେ କହିଛି କି ଚାଇଲ୍ଡ ମୋର ଇମୋସନାଲି stable than infancy sorry adolescence ହେଲା and adolescence। ତ ସେ କଣ କହୁଛି, ସେ କହିବା କଥା କି ଏଇ ପିରିୟଡରେ ଆମର କଣ ହେଇଥାଏ ନା ହଉଛି ଗୋଟେ ସେକେଣ୍ଡ ଟିକେ ଗୋଟେ ମିନିଟ ଲାଇନ ରହିବ ଟିକେ। ନାହିଁ ନାହିଁ ସେଠି ଦେଖ ସେଠି ଦେଖୁନୁ, ହଁ ରହ। ହେଲା ତ କଣ ହେଲା ନା ସେ କହୁଛି କି child most stable than infancy and adolescence ହେଲା। ତ କଣ ୟା ମାନେ ନା ହଉଛି ଇମୋସନାଲି ଚାଇଲ୍ଡ ଇନଫାନ୍ସି ଆଉ ଆଡୋଲେସେନ୍ସ ତୁଳନାରେ ଅଧିକ ଷ୍ଟେବୁଲ ହେଇଯାଇଥାଏ। ଇନଫାନ୍ସ ରେ କଣ ହେଇଥାଏ ସେ ଇମୋସନାଲି ହେଲା ଫିଜିକାଲି ହେଲା ସବୁବେଳେ କଣ କରିଥାଏ ନା ହଉଛି ଡିପେଣ୍ଡ ଥାଏ ଅଲଗା
କାହା ଉପରେ ସେ ଡିପେଣ୍ଡ ଥାଏ। କିନ୍ତୁ ଯେତେବେଳେ ସେ ଚାଇଲ୍ଡହୁଡ କୁ ପଳେଇ ଆସେ ସେତେବେଳେ ସେ କଣ ନା ହଉଛି ଏତେଟା ଡିପେଣ୍ଡେନ୍ସି ତାର ନଥାଏ। ଯଦି ଆମେ ତୁଳନା କରିବା କୋଉଥିରେ ନା ହଉଛି ଏଥିରେ ସରି ଇନଫାନ୍ସିରେ ହେଲା, ତୁଳନା କରିବା ତାହେଲେ ହଉଛି ଆମର ଇମୋସନାଲି ଚାଇଲ୍ଡ କଣ ଥାଏ ନା ହଉଛି ଟିକେ ଷ୍ଟେବୁଲ ହେଇଯାଇଥାଏ ଆଡୋଲେସେନ୍ସ ଆଉ ଚାଇଲ୍ଡହୁଡ ପିରିୟଡ ରେ। ଏକ୍ସଟ୍ରିମ ଇମୋସନାଲ ଫ୍ଲୋ ଏକ୍ସଟ୍ରିମ ଇମୋସନାଲ ଫ୍ଲୋ ଯୋଉଟା ଥାଏ ସେଟା ହଉଛି କଣ ନା କମ ହୁଏ, କମ କରେ। ଆଉ ହଉଛି ଚାଇଲ୍ଡ କଣ ନା ନିଜେ ଇମୋସନ୍ସ କୁ ବେଟର କଣ୍ଟ୍ରୋଲ ବି କରିପାରେ ହେଲା। ଧର କାନ୍ଦ ଲାଗୁଛି ସେ ବୁଝିଛି, ସେତେବେଳେ ବୁଝିବାର ତାର କାପାସିଟି ଆସିଯାଇଛି କି ହଁ ମତେ ମତେ ମାନେ କଣ ଏଇ ଚକୋଲେଟ ଟା ଯେତେବେଳେ ମିଳୁଛି ତ ହଉଛି ମୋ ଭାଇ ବି ଅଛି, ମୁଁ କାନ୍ଦିକି ଜିଦି କରିକି ରଖିବିନି, ମୁଁ ତାକୁ ବି ଟିକେ ଦେବି ହେଲା। ତ ସେ ଟିକେ କଣ୍ଟ୍ରୋଲ କରି ଯାଇଥାଏ ଇମୋସନ କୁ। ତ ଇମୋସନାଲ ବାଲାନ୍ସ ଏଇ ଷ୍ଟେଜରେ ଗୋଟେ କଣ ନା ଇମ୍ପୋର୍ଟାଣ୍ଟ ଫିଚର ବୋଲି ଆମେ କହିପାରିବା ହେଲା। ଇମୋସନାଲି ସେମାନେ ବାଲାନ୍ସ କରିବା ଶିଖି ଯାଇଥାନ୍ତି। ତାପରେ କହିଲା କି ଚାଇଲ୍ଡ ଡେଭଲପ ଦ ପାୱାର ଅଫ ଥିଙ୍କିଂ, ଲର୍ଣ୍ଣିଂ ଆଣ୍ଡ ରିଜନିଂ ରିଜଲ୍ଟିଂ ଇନ୍ ଇଣ୍ଟେଲେକ୍ଚୁଆଲ ଡେଭଲପମେଣ୍ଟ। ତ ଏଇ ପିରିୟଡରେ ଚାଇଲ୍ଡ ଥିଙ୍କିଂ, ଲର୍ଣ୍ଣିଂ ଆଉ ରିଜନିଂ ପାୱାର ଡେଭଲପମେଣ୍ଟ ହୋଇଥାଏ। ଚାଇଲ୍ଡ କ୍ୱେଶ୍ଚିନ୍ କରେ ହେଲା, କ୍ୱେଶ୍ଚିନ୍ କରେ ସବୁବେଳେ ଏଇଟା କାହିଁକି ହେଲା, ଏଇଟା କିପରି ହବ, ଏଇଟା କାହିଁକି କରୁଛନ୍ତି ଆମେ ହେଲା। ଏଥିରେ ଲଜିକ ମଧ୍ୟ ସେ ୟୁଜ କରନ୍ତି, ପ୍ରୋବ୍ଲେମ ମଧ୍ୟ ସଲ୍ଭ କରିବା ସବୁ ଶିଖି ଯାଇଥାନ୍ତି ଏଇ ପିରିୟଡରେ, ଚାଇଲ୍ଡହୁଡ ପିରିୟଡରେ। ତ ଏହି ଇଣ୍ଟେଲେକ୍ଚୁଆଲ ଡେଭଲପମେଣ୍ଟକୁ ଲିଡ୍ କରେ ଏବଂ ସ୍କୁଲ ଲର୍ଣ୍ଣିଂ ଏଇ ପ୍ରୋସେସକୁ ଆହୁରି ହିଁ ଷ୍ଟ୍ରଙ୍ଗ କରିଥାଏ। ଯଦି ଆମେ ଗୋଟେ ଇଣ୍ଟେଲେକ୍ଚୁଆଲ ଡେଭଲପମେଣ୍ଟ ତାଙ୍କର ହେଇଥାଏ ନା କଣ କେମିତି, ତ କ୍ୱେଶ୍ଚିନ୍ କରିବେ ଏଇଟା କାହିଁକି ହେଲା, ଏଇଟା କରିକି କଣ ହବ, ଏଇଟା ମୁଁ କାହିଁକି କରିବି, ଏଇଟା କରିପାରିବି କି, ସବୁବେଳେ କ୍ୱେଶ୍ଚିନ୍ କଲେ ଏଇଟା କ୍ୱେଶ୍ଚିନ୍ ବାରମ୍ବାର ବାରମ୍ବାର କଲେ ସେ ନିଜେ ନିଜେ ଜାଣିପାରିବେ କି ହଁ ଏଇଟା ଏମିତି ଏଇଟା ହବ, ଏଇଟା କାହିଁକି ହେଲା ମୁଁ ଜାଣିପାରିଲି ତ ମୁଁ ନିଜେ ନିଜେ ଏଇଟା କରିବି ହେଲା। ତ ଏଇଟା ସ୍କୁଲ ଲର୍ଣ୍ଣିଂ, ଯେତେବେଳେ ସେମାନେ ସବୁ ସ୍କୁଲ କୁ ଯାଆନ୍ତି, ସ୍କୁଲରେ ଯୋଉ ପାଠ ସବୁ ତାଙ୍କୁ ଶିଖାଯାଏ ଏଇ ପ୍ରୋସେସ ଆହୁରି ଷ୍ଟ୍ରଙ୍ଗ କରେ। ସେଠି ବହୁତ ଜିନିଷ ସେମାନେ ଶିଖନ୍ତି ସ୍କୁଲରେ, ସେଟା ହଉଛି କଣ କରେ ନା ତାଙ୍କ ଭାବନାକୁ, ତାଙ୍କ କ୍ୱେଶ୍ଚିନ୍ ଆନ୍ସର ସେ ସବୁ ବହୁତ ଭଲ ଭାବରେ ସେଠି ମଧ୍ୟ ତାଙ୍କର ଡେଭଲପମେଣ୍ଟ ହୋଇଥାଏ ହେଲା। ତାପରେ କହିଲା କଣ ନା ଚାଇଲ୍ଡ ଲାଙ୍ଗୁଏଜ ଡେଭଲପମେଣ୍ଟ ଇନକ୍ରିଜେସ୍ ଇନ୍ ରାପିଡ ସ୍ପିଡ। ତ ତାଙ୍କର ହଉଛି ଚାଇଲ୍ଡ ମାନଙ୍କର ଏଇ ଷ୍ଟେଜରେ ଲାଙ୍ଗୁଏଜ ଡେଭଲପମେଣ୍ଟ ବହୁତ ହି ରାପିଡ ସ୍ପିଡରେ ଇନକ୍ରିଜ ହୁଏ ହେଲା। ଯଦି କ୍ୱେଶ୍ଚିନ୍ ପଚାରିବ କୋଉ ଷ୍ଟେଜରେ ଗ୍ରୋଥ ବହୁତ ସ୍ପିଡ ଆଉ ରାପିଡଲି ଚାଲେ, କହିବ ଇନଫାନ୍ସି। ଯେତେବେଳେ କହିବ କ୍ୱେଶ୍ଚିନ୍ କି ହଉଛି ଲାଙ୍ଗୁଏଜ ଡେଭଲପମେଣ୍ଟ ରାପିଡ କେତେବେଳେ ହୁଏ, ଲେଖିବ ଚାଇଲ୍ଡହୁଡ ଷ୍ଟେଜରେ ହେଲା। ତ ଆମର ଏଥିରେ କଣ ହୁଏ ନା ହୁଏ, ଭୋକାବ କହିଲେ ଭୋକାବୁଲାରି ହେଲା, ସେଣ୍ଟେନ୍ସ ଫର୍ମେସନ ଇମ୍ପ୍ରୁଭ ହେଇଥାଏ ଆମର। ଚାଇଲ୍ଡ ନିଜ ଆଇଡିଆଜ ତା ଫିଲିଙ୍ଗସକୁ କ୍ଲିୟରଲି ଏକ୍ସପ୍ରେସ କରିପାରେ, ସେ ପୁରା କ୍ଲିୟରଲି ଭଲସେ କହିପାରିବ କି ମାମା ମତେ ଭୋକ ଲାଗୁଛି, ମତେ ଖାଇବାର ଅଛି, ସେ ପୁରା ପୁରି କ୍ଲିୟରଲି ତାଙ୍କୁ ଗୋଟେ ତାଙ୍କ ଭାବନାକୁ ସେ ଏକ୍ସପ୍ରେସ କରିପାରିବେ। ଯେତେବେଳେ 2ରୁ ତଳକୁ ଥିବେ, 2 ବର୍ଷରୁ କମ ଥିବେ, ସେମାନେ ତାଙ୍କ ଏକ୍ସପ୍ରେସନକୁ ସେୟାର ଭଲସେ କରିପାରିବେନି, କହୁଥିବେ ବହୁତ କମ କଥା କହୁଥିବେ କିନ୍ତୁ ଏମିତି ବହୁତ ସାରା ଅଧିକ ହଉଥିବେ। ତାଙ୍କୁ ଗୋଟେ କଥା କହିବା ପାଇଁ ହେଲେ ତାଙ୍କୁ ଘଣ୍ଟେ ଲାଗିଯାଇଥିବ ହେଲା। ତ ସେତେବେଳେ ସେ କଣ ନା ୱାର୍ଡ କିଛି ଶିଖିଥାନ୍ତି କିନ୍ତୁ ଶିଖିଲେ ବି କୋଉଠି କୋଉ ୱାର୍ଡ ଲଗେଇକି କୋଉଟା ଗୋଟେ ସେଣ୍ଟେନ୍ସ ଗଢିବାର କ୍ୟାପାସିଟି ସେଗୁଡା ଡେଭଲପମେଣ୍ଟ ହେଇନଥାଏ, ଯୋଉଟା କି ତାଙ୍କର ଚାଇଲ୍ଡହୁଡ ଷ୍ଟେଜରେ ହେଇଥାଏ ସେଣ୍ଟେନ୍ସ ଫର୍ମେସନକୁ ଇମ୍ପ୍ରୁଭ କରିବା ପାଇଁ ହେଲା। ବୁଝିପାରିଲ ତ? ଆଚ୍ଛା କହିଲ ଚାଇଲ୍ଡହୁଡ ଦିଟା ପିରିୟଡ ଡିଭାଇଡ ହେଇଛି, କଣ କଣ? early childhood, later अर्ली childhood. एंड लेटर चाइल्ड। अर्ली केते लेटर केते? ଇୟରଲି 2 to 6 to years 6 years to 12 years। 6 to 12 years। ହଁ ଭେରି ଗୁଡ୍। ତାପରେ ଆସିଲା ଆଡୋଲେସେନ୍ସ। ଆଡୋଲେସେନ୍ସ ରେ କଣ ଥିଲା ନା ଆଡୋଲେସେନ୍ସ ଲେଖିଛି 13 to 19 years, ଏଟା ହଉଛି ତାର ଭିତରେ ଆଡୋଲେସେନ୍ସ ପିରିୟଡ ଆସେ। Adolescence is generally accepted as the period between 13 years to 19 years. ସାଧାରଣତଃ ଆମର କଣ ନା 13 ବର୍ଷରୁ 19 ବର୍ଷ ପର୍ଯ୍ୟନ୍ତ ପିରିୟଡକୁ ଆମର ଆଡୋଲେସେନ୍ସ ପିରିୟଡ ବୋଲି କୁହନ୍ତି। ତ ଏଇ ଷ୍ଟେଜରେ ଚାଇଲ୍ଡ କଣ କରେ ନା ଧୀରେ ଧୀରେ ଚାଇଲ୍ଡ ରୁ ଆଡଲ୍ଟ ଦିଗକୁ ମୁଭ କରିଥାଏ। ଯେତେବେଳେ ଚାଇଲ୍ଡ ଥାଏ କିନ୍ତୁ ଚାଇଲ୍ଡ ରୁ ଆଡଲ୍ଟ ଆଡକୁ ଏ ଫେଜରେ ହିଁ ସେ ମୁଭ କରେ। ଆମର ଫିଜିକାଲ, ଇମୋସନାଲ, ସୋସିଆଲ, ମେଣ୍ଟାଲ ଚେଞ୍ଜେସ ଏକା ସାଥିରେ ଏଠି ଘଟେ
ଯାହା ଏଇ ପିରିୟଡ କୁ ଖୁବ ସେନ୍ସିଟିଭ କରାଇଥାଏ ହେଲା। ଏକା ସହିତ ଫିଜିକାଲି ବି ସେ କଣ ହୁଏ ନା ହଉଛି ଇମ୍ପ୍ରୁଭମେଣ୍ଟ କିଛି ହୋଇଥାଏ ହେଲା, କିଛି ଗୋଟେ ଚେଞ୍ଜେସ୍ ଆସିଥାଏ। ତା ସହିତ ଇମୋସନାଲି ମଧ୍ୟ ସେ ହଉଛି କଣ ନା ଅନଷ୍ଟେବଲ ପ୍ରାୟତଃ ଥାନ୍ତି। ସୋସିଆଲି ମେଣ୍ଟାଲ ସବୁଥିରେ ଏମାନଙ୍କର ଏଇ ଷ୍ଟେଜରେ ଚେଞ୍ଜେସ୍ ଆସେ, ଯୋଉଟା କି ସେନ୍ସିଟିଭ ଷ୍ଟେଜ ବୋଲି ତାଙ୍କୁ କୁହାଯାଏ। ସବୁଥିରେ ଚେଞ୍ଜ ହୁଏ ବୋଲି। Western scientists have also referred to it as the teenage। ଆମର ୱେଷ୍ଟର୍ଣ୍ଣ ସାଇଣ୍ଟିଷ୍ଟ ମାନେ ଯୋଉମାନେ ଅଛନ୍ତି ଏଇ ପିରିୟଡ କୁ କଣ କୁହନ୍ତି ନା ଟିନ୍ ଏଜ ବୋଲି କୁହନ୍ତି ହେଲା। କାରଣ କଣ ନା ଏଇ ଏଜ ଗ୍ରୁପ ର ଏଜ ନମ୍ବର ଯୋଉଟା କି 10 to 19 ମଧ୍ୟରେ ଟିନ୍ ଶବ୍ଦ ଥାଏ, ଯେମିତି 13 ହେଲା, 14, 15, 16 ସବୁ ତାଙ୍କ କଣ କହୁଛୁ ଆମେ ଟିନ୍ ଟିନ୍ କହୁଛନ୍ତି ନା। ତ 12 କୁ ଛାଡିଲା ପରେ 13 ରୁ 19 ଯାଏଁ ଯୋଉ ଟିନ୍ ଲାଗିଥାଏ, ତ ସେଥିପାଇଁ ଏଟାକୁ କଣ ନା ସାଇଣ୍ଟିଷ୍ଟ ମାନେ ଟିନ୍ ଏଜ ବୋଲି କୁହନ୍ତି। ଜାଣିଥିଲ ଆଗରୁ? Yes ma'am. Yes, miss. ଆଗରୁ ଜାଣିଥିଲ ନା ନାହିଁ? କିଏ କିଏ ଜାଣିଥିଲା? Yes, ma'am. Yes, ma'am. ଜାଣିଥିଲି। ଜାଣିଥିଲି। ହେଲା, ତ ହଉଛି ଟିନ୍ ଏଜ କହିଲା ମାନେ ଆମର ଏଇ ଯୋଉ ଟିନ୍ ଲାଗିଥାଏ, ଆଉ ୱେଷ୍ଟର୍ଣ୍ଣ ସାଇଣ୍ଟିଷ୍ଟ ମାନେ ଏଟାକୁ ଟିନ୍ ଏଜ ବୋଲି କୁହନ୍ତି। ତ ତାପରେ କହିଛି କି ଇଟ୍ ଇଜ ବିଲିଭ୍ ଟୁ ଦ ମୋଷ୍ଟ କମ୍ପ୍ଲେକ୍ସ ଷ୍ଟେଜ ଅଫ ଡେଭଲପମେଣ୍ଟ। ତ କଣ ନା ଆଡୋଲେସେନ୍ସକୁ ଡେଭଲପମେଣ୍ଟର ମୋଷ୍ଟ କମ୍ପ୍ଲେକ୍ସ ଷ୍ଟେଜ ବୋଲି ବି ମନାଯାଏ। ଏହା କାରଣ କଣ ନା ଏଇ ଷ୍ଟେଜରେ ଆମର କଣ ହେଇଥାଏ ନା ରାପିଡ ଫିଜିକାଲ ଚେଞ୍ଜ ହୋଇଥାଏ, ଇମୋସନାଲ ଅପ୍ସ ଆଣ୍ଡ ଡାଉନ ତାଙ୍କର ଚାଲିଥାଏ, ଆଇଡେଣ୍ଟିଟି କ୍ରାଇସିସ୍ ଚାଲିଥାଏ, ସେ ଜାଣିପାରନ୍ତିନି କଣ କରିବାର ଅଛି କଣ ନାହିଁ, କ୍ୟାରିୟର କନଫ୍ୟୁଜନ ଥାଏ, ସୋସିଆଲ ପ୍ରେସର ସେମାନଙ୍କର ଥାଏ। ଏକା ସାଥିରେ ଯେହେତୁ ସବୁ ଜିନିଷ ତାଙ୍କ ସହିତ ହୋଇଥାଏ, ସେଥିପାଇଁ ଏଇଟା ହଉଛି ମୋଷ୍ଟ କମ୍ପ୍ଲେକ୍ସ ଷ୍ଟେଜ ବୋଲି କୁହାଯାଏ ହେଲା। ଆଚ୍ଛା ମତେ କୁହ, ଏଠି ଗୋଟେ କ୍ୱେଶ୍ଚିନ୍ ପଚାରିବି, ଆଇଡେଣ୍ଟିଟି ଆଉ ରୋଲ କନଫ୍ୟୁଜନ ଏଇଟା କିଏ କହିଛନ୍ତି ଆଡୋଲେସେନ୍ସ ପିରିୟଡ କୁ? ଆଡୋଲେସେନ୍ସ ପିରିୟଡ ରେ ଆମର ଆଇଡେଣ୍ଟିଟି ଆଉ ରୋଲ କନଫ୍ୟୁଜନ ଆସେ, କିଏ କୋଉ କୋଉ ଇଏର ମତ ଏଟା? ପିଆଜେଟ୍ କାଳେ ଏରିକ୍ସନ। ହଁ ହେଲା, ଏରିକ୍ସନ ଦେଇଥିଲେ ଆଡୋଲେସେନ୍ସ କୁ ଆଇଡେଣ୍ଟିଟି ଆଉ ରୋଲ କନଫ୍ୟୁଜନ। ଅଧେ ପିଲା ଆଇଡେଣ୍ଟିଟି ମାନେ ନିଜର ଇଏ ଜାଣିପାରିବେ, ଆଉ ନହେଲେ ରୋଲ କନଫ୍ୟୁଜନ ଯିବେ, ଜାଣିପାରିବେନି କଣ କରିବାର ଅଛି। ତ ସେଥିପାଇଁ ଏଥିରେ କଣ ନା ଇମୋସନାଲି ସବୁ ପ୍ରାୟତଃ ଅନଷ୍ଟେବଲ ଥାନ୍ତି। ଏଇଥିରେ ଫିଜିକାଲ ଚେଞ୍ଜେସ ସବୁ ଆସିଥାଏ, ପୁଅ ମାନଙ୍କର ଆସିଥାଏ, ଝିଅ ମାନଙ୍କର ବି ଆସିଥାଏ ହେଲା। ଆଉ ସୋସିଆଲ ପ୍ରେସରରେ ଥାନ୍ତି ଏଇ ଟାଇମ ରେ ହେଲା। କିଏ ଯଦି ପଦେ କଣ କହିଦବ ତମ ମୁଣ୍ଡ ପୁରା ଖରାପ ହେଇଯିବ, ସେ କାହିଁକି ମତେ ଏ କଥା କହିଲେ ହେଲା। ଆଉ ମାନେ ସାଙ୍ଗସାଥିଙ୍କ ମେଳରେ ରହିବା ପାଇଁ ଭଲ ଲାଗିବ, କିନ୍ତୁ ସାଙ୍ଗ ମାନଙ୍କ ଭିତରେ ଯଦି କୌଣସି ପ୍ରକାର ଦ୍ଵନ୍ଦ ପଳେଇ ଆସିଲା, ତୁ କାହିଁକି ଏଟା କଲୁ, ତା ଭିତରେ ବି ମାଡଗୋଳ ହେଲା। ବାପା ମାଙ୍କ କଥା ପୁରା ପିତା ଲାଗିବ, ବାପା ମାଙ୍କ କଥା କହିବ କି ହେ ଇଏ କାହିଁକି ଏମିତି କଥାବାର୍ତ୍ତା ହଉଛନ୍ତି କେଜାଣି ହେଲା। ତ ବାପା ମାଙ୍କ କଥା ବି ଭଲ ଲାଗିବନି, ସୋସିଆଲ ପ୍ରେସର ଆସେ, ତ ହଉଛି ସବୁ କଥା ତ ଖରାପ ଲାଗିବ ଏଇ ଏଜରେ ଆଉ ହେଲା। ତ ଇମୋସନାଲି ଅପ୍ସ ଆଣ୍ଡ ଡାଉନ ଥାନ୍ତି, ତ ସେଥିପାଇଁ ଏହାକୁ କଣ ନା ମୋଷ୍ଟ କମ୍ପ୍ଲେକ୍ସ ଷ୍ଟେଜ ବୋଲି ଏଠିକି କୁହାଯାଏ। ଆଉ ଗୋଟେ ପଏଣ୍ଟ ବି ଲେଖିପାରିବ, ଷ୍ଟ୍ରେସ୍ ଆଣ୍ଡ ଷ୍ଟ୍ରମ ୟାକୁ କୁହାଯାଏ। ଏଇ ଆଡୋଲେସେନ୍ସ ପିରିୟଡ ରେ ଆମେ ଷ୍ଟ୍ରେସ ରେ ପ୍ରାୟ ରୁହନ୍ତି ହେଲା। ଗୋଟେ ଗୋଟେ ପଏଣ୍ଟ କରିକି ଲେଖିବ, ଆଉ ସବୁର ଚେଞ୍ଜେସ ହେଇଥାଏ ଆମର ଆଡୋଲେସେନ୍ସ ପିରିୟଡ ରେ। ମୋଷ୍ଟ କମ୍ପ୍ଲେକ୍ସ ଷ୍ଟେଜ ବୋଲି ୟାକୁ କୁହାଯାଏ। ଆଇଡେଣ୍ଟିଟି କ୍ରାଇସିସ୍ ଆଉ ରୋଲ କନଫ୍ୟୁଜନ ଆସିଥାଏ, ସୋସିଆଲ ପ୍ରେସର ମଧ୍ୟ କୁ ଆସିଥାଏ। ସେ ଏକାଥର କରି ଦେଇଛି, ତମେ ତାକୁ ଇଏ କରିକି ବି ଲେଖିପାରିବ ହେଲା, ତାକୁ ଟିକେ ଏକ୍ସପ୍ଲେନ କରିକି ବି ଲେଖିପାରିବ। ଇମୋସନାଲି ଅପ୍ସ ଆଣ୍ଡ ଡାଉନ ଚାଲିଥାଏ ଏସବୁ। ତାପରେ ଆସିଲା ଆମର ଆଡଲ୍ଟହୁଡ। ତାପରେ ଆସିଲା ଆମର ଆଡଲ୍ଟହୁଡ। ତ ଆଡଲ୍ଟହୁଡ କଣ ନା 20 ଇୟର୍ସ ଠୁ ଏଭବ ଯେତେକ ରହିଲା ସେଟା ଆଡଲ୍ଟହୁଡ ରେ ଯିବ। ତ ଚାଇଲ୍ଡ ଡେଭଲପମେଣ୍ଟ କଣ ନା ଲେଖିଛି, ଏଥିରେ କିଛି ସେମିତି ଇଏ ନାହିଁ, ଏଇଟା ତା ସହିତ ବି ଏଇଟା ନୁହଁ ଯୋଉଟା କି ତଳେ ଯୋଉ ଲେଖା ହେଇଛି ତା ସହିତ ନୁହଁ। ଖାଲି ତମେ ଏଟା ମନେ ରଖ କି ଆଡଲ୍ଟହୁଡ କହିଲା ମାନେ 20 ଇୟର୍ସ ରୁ ଏଭବ ଯୋଉ ରହିଲା ଆଡଲ୍ଟହୁଡ ଆମେ ତାକୁ କହିବା। ସେଥିରେ ଆମର କଣ କିଛି ଗୋଟେ କ୍ୟାପାସିଟି ପଳେଇ ଆସିଥାଏ, କିଛି ଗୋଟେ ଡିସିଜନ ନବାର ହେଲା। ତ ହଉଛି ଡିସିସନ ନବାର ଆମେ କିଛି କାପାସିଟି ପାଇଯାଇଥାନ୍ତି। ସେତେବେଳକୁ ଆମେ ଷ୍ଟେବଲ ରୁହନ୍ତି, ଇମୋସନାଲି ହଉଛି ଅନଷ୍ଟେବଲ ନୁହେଁ କି ଆମର ସବୁବେଳେ ରୁହନ୍ତି। ଆମର ଗୋଟେ ଡିସିଜନ ମେକିଂରେ ପାୱାର ପଳେଇ ଆସିଥାଏ, ଗୋଟେ ରେସପନସିବିଲିଟି ଆମର ସବୁ ଥାଏ।
ହେଲା। ତ ଆମେ ଏଇ ଏଜ ରେ ଆମେ ସବୁ କଣ ନା ହଉଛି ଏଇ ଜିନିଷ କରିଥାନ୍ତି। ତ ଯେତେବେଳେ ଲେଖିଲା ତାପରେ ଲେଖିଲା କି ଚାଇଲ୍ଡ ଡେଭଲପମେଣ୍ଟରେ physical, cognitive, social, emotional, moral and language development during childhood। ତ ଲେଖିଛି କି ଜୀବନର ସବୁ କଣ ନା ସେଇ ଷ୍ଟେଜ ଯୋଉଥିରେ କି ବ୍ୟକ୍ତି ଫିଜିକାଲ ମେଣ୍ଟାଲି ମ୍ୟାଚୁର ହୋଇଯାଏ, ଆଉ ଏଇ ପିରିୟଡରେ କଣ ଇଣ୍ଡିଭିଜୁଆଲ ଇଣ୍ଡିପେଣ୍ଡେଣ୍ଟ ହୁଏ ହେଲା, ତାପରେ ଡିପେଣ୍ଡ ହୁଏନି, ସେ ହଉଛି ଇଣ୍ଡିପେଣ୍ଡେଣ୍ଟ ହେଇଯାଏ, ଇଣ୍ଡିଭିଜୁଆଲ ଇଣ୍ଡିପେଣ୍ଡେଣ୍ଟ ହେଇଯାଏ, କ୍ୟାରିୟର ଚୁଜ କରେ, ଫ୍ୟାମିଲି ଲାଇଫ ଆମର ଆରମ୍ଭ କରିଦିଏ ଏଥିରେ, ଆଉ ସୋସିଆଲ ରେସପନ୍ସିବିଲିଟି ମଧ୍ୟ ତା ପାଖରେ ରୁହେ କି କଣ କରିବି କଣ କରିବି ନାହିଁ, ସୋସାଇଟିରେ ରହୁଛି ଯଦି ସୋସାଇଟିର ନୀତି ନିୟମକୁ ମାନେ କଣ ପାଳିବି, କେମିତି କଣ ଆଗକୁ ବଢିବି, ଏସବୁ ଜିନିଷ ରେସପନ୍ସିବିଲିଟି ସବୁ ଏଥିରେ ଥାଏ ହେଲା। ତ ଫିଜିକାଲ ଗ୍ରୋଥ ପ୍ରାୟ ଆମର କମ୍ପ୍ଲିଟ ହୋଇଯାଇଥାଏ ଏଥିରେ, ଫିଜିକାଲ ଗ୍ରୋଥ ଆଉ ହବାର କିଛି ବି ନଥାଏ, କିନ୍ତୁ ମେଣ୍ଟାଲ ଆଉ ଇମୋସନାଲ ସୋସିଆଲ ମ୍ୟାଚୁରିଟି ଆହୁରି ଡେଭଲପ ହୁଏ ହେଲା। କହିବାନି କି ଏଥିରେ ସରିଗଲା, କାହିଁକିନା ଆମେ ଜାଣିଛନ୍ତି କି ଡେଭଲପମେଣ୍ଟ ହଉଛି କଣ୍ଟିନ୍ୟୁଅସ ପ୍ରୋସେସ, କିନ୍ତୁ ଗ୍ରୋଥ ଆମର ଏଇଠି ପ୍ରାୟତଃ ଫିଜିକାଲ ଗ୍ରୋଥ ଆମର କମି ଯାଇଥାଏ, ଆଉ ହୁଏନି, କିନ୍ତୁ ମେଣ୍ଟାଲ ଆଉ ଇମୋସନାଲ ସୋସିଆଲ ମ୍ୟାଚୁରିଟି ହୁଏ ଆମର, ଡେଭଲପ ହୁଏ ଆମର, ଡିସିଜନ ମେକିଂ ପାୱାର ଆମର ବଢି ଯାଇଥାଏ, ରେସପନ୍ସିବିଲିଟି ଯାହା ସବୁ ଥାଏ ତାକୁ ନବାର କ୍ଷମତା ମଧ୍ୟ ଆମର ବଢି ଯାଇଥାଏ, ସେଲ୍ଫ କଣ୍ଟ୍ରୋଲ ଆଉ ମୋରାଲ ଜଜମେଣ୍ଟ ଏ ମୁଖ୍ୟ ଫିଚର ବୋଲି ଆମେ କହିପାରିବା ହେଲା। କେମିତି ନିଜକୁ ଟିକେ ଅଟକେଇଦବା, ନା ଏଇଟା ଭୁଲ ମୁଁ କରିବିନି। ଘାସ ତତେ କିଏ ଡାକୁଛି, କଣ କହୁଛ? ପଢିଥିନି କିଛି ନାହିଁ ତୁ କଲୁନି, ମ୍ୟୁଟ ମୁଁ କର ଶୁଭୁନି ବେ, କିଛି ଟିକେ ମ୍ୟୁଟ ନାହିଁ। କର। ଜାଣିଛ ମୁଁ ଚମକି ପଡିଲି ଏତେ ଜୋରେ ତମେ ପାଟି କଲ। କିଏ କଣ ଦେଇଛ? पीडीएफ तुमको जाऊनी, जानी पाରୁନି। କିଏ ଅନମ୍ୟୁଟ କରୁଛ? ହଉ ଅନମ୍ୟୁଟ କରିବନି ହେଲା। ମୁଁ ଆଜି ଭାବ ତମ ଛାତ ଉପରେ ଆସିକି କ୍ଲାସ କରୁଛି, ଅନ୍ଧାର ପୁରା ସବୁଆଡେ, ତମେ ଯୋଉ ଭଳିଆ ଆସିକି ପୁରା ସାଇଲେଣ୍ଟରେ ଯୋଉ ଚିଲେଇ ଦଉନ, ମତେ ଲାଗୁଛି ଭୂତ ଆସିଲା ବୋଧେ। ହଁ ଆଚ୍ଛା, ଏଥିପାଇଁ ବୁଝି ହେଲା। ଆଜ୍ଞା ମ୍ୟାମ୍। ଆଜ୍ଞା ମ୍ୟାମ୍। Physical development कौन देला ना, physical growth and development means the progressive development of various part of the body and their capacity to functions। तो physical development माने कौन ना, physical growth और development माने होची ଶିଶୁର ଶରୀରର ବିଭିନ୍ନ ଅଂଶ କଣ ହେଇଥାଏ ନା ଆସ୍ତେ ଆସ୍ତେ ବଢିବାକୁ ଲାଗିଥାଏ, ଆଉ ସେମାନଙ୍କର ଠିକ ଭାବେ କାମ କରିବାର କ୍ଷମତା ମଧ୍ୟ ବିକାଶ କରିଥାଏ। ଖାଲି ଯେ ବଢିଗଲେ ହବ ତା ତ ନୁହେଁ, ବଢିବା ସହିତ କଣ ସେ ଯେମିତି କାମ ଲାଗୁଥିବ, ଯେମିତି କିଛି ଗୋଟେ ତାକୁ ମଶା କାମୁଡୁଛି ସେ ହାତଟା ନେଇକି ବାଡେଇ ପଡୁଥିବ ହେଲା। ଏଥିରେ ହାଇଟ ୱେଟ ବଢିବା, ବୋନ୍ସ ମସଲ ଶକ୍ତିଶାଳୀ ହେବା, ହାତ ଗୋଡ ଠିକ ଭାବରେ ମୁଭ କରିବା, ଏ ସବୁ ଯାକ ଫିଜିକାଲ ଆଉ ଗ୍ରୋଥ ଡେଭଲପମେଣ୍ଟ ହେଇଥାଏ, ଫିଜିକାଲ ଡେଭଲପମେଣ୍ଟ ରେ ହେଇଥାଏ। ଇଟ ଇଜ ଦ ମେନ୍ କ୍ୟାରେକ୍ଟର ଅଫ ଦ ଲିଭିଂ ଅର୍ଗାନିଜମ। ଏଇଟା କଣ ନା ହଉଛି ଲିଭିଂ ଅର୍ଗାନିଜମ ର ମେନ୍ କ୍ୟାରେକ୍ଟରିଷ୍ଟିକ ଆମେ କହିପାରିବା, ଅର୍ଥାତ କଣ ନା ଜୀବ ଦେହରେ ସବୁଠାରୁ ମୁଖ୍ୟ ବୈଶିଷ୍ଟ୍ୟ ଯାହା ଦ୍ୱାରା କି ଗ୍ରୋ ଜୀବଟି କଣ କରିଥାଏ ନା ଗ୍ରୋ କରିଥାଏ, ପ୍ରପର ୱେରେ ଫଙ୍କସନ କରିଥାଏ, ଯୋଉଟା କି ଫିଜିକାଲି। ଯଦି ସେ ଫିଜିକାଲ ଇଏରେ ତ ଷ୍ଟେବଲ ନାହିଁ, କୌଣସି ପ୍ରକାର ହଉଛି କଣ ତାକୁ କାନ୍ଦ ଲାଗୁଛି ସେ କାନ୍ଦୁଛି, କଷ୍ଟ ହଉଛି ସେ କାନ୍ଦୁଛି, ତାକୁ ହସ ଲାଗିଲେ ସେ ହସିଲା, କିନ୍ତୁ କୌଣସି ପ୍ରକାର ଯଦି ଗ୍ରୋଥ ତାର ହଉଛି କଣ ଫିଜିକାଲ ହିଁ ଗ୍ରୋଥ ଆଉ ଡେଭଲପମେଣ୍ଟ କିଛି ହଉନଥିବ, ତ ସେଟା କେମିତି କଣ ହବ। ତ ସେଥିପାଇଁ ଆମର ଏଇ ଷ୍ଟେଜ ଟା ଥିଲା, ୟାକୁ ଆମେ କଣ ନା ହଉଛି କୁହନ୍ତି କି ଯେମିତି କି ତା ହଉଛି ଯେତେକ ଅଙ୍ଗ ପ୍ରତ୍ୟଙ୍ଗ ରହିଲା, ଏଇଟା ମେନ୍ କ୍ୟାରେକ୍ଟର ଗୋଟେ ମାନେ ଗୋଟେ ଜୀବର ହେଲା, ଗୋଟେ ହଉଛି ମନୁଷ୍ୟର ଏଇଟା ଗୋଟେ ମେନ୍ କ୍ୟାରେକ୍ଟର କି ଫିଜିକାଲ ଡେଭଲପମେଣ୍ଟ ଆମେ କହିପାରିବା
ହେଲା ତ ପ୍ରପର ୱେ ରେ ଫଙ୍କସନ ଯଦି କରୁଛେ ତାହେଲେ ଆମେ କହିପାରିବା କି ହଁ ତାର ଫିଜିକାଲ ଡେଭଲପମେଣ୍ଟ ବା ଗ୍ରୋଥ ଭଲ ଭାବରେ ହଉଛି। ତ ତାପରେ କହିଛି କି ଇଟ୍ ଇଜ ଡିଟରମାଇନ୍ଡ ବାଇ ଭେରାଇଟି ଅଫ ଫ୍ୟାକ୍ଟର୍ସ। ଏକ୍ସାମ୍ପଲ କଣ ଦେଲା ନା ଇଣ୍ଟରନାଲ ଆଣ୍ଡ ଏକ୍ସଟର୍ନାଲ ଫ୍ୟାକ୍ଟର୍ସ ହେଲା ଇଣ୍ଟରନାଲ ଆଉ ଏକ୍ସଟର୍ନାଲ ଫ୍ୟାକ୍ଟର କଣ ଇଣ୍ଟରନାଲ ଏକ୍ସଟର୍ନାଲ ଫ୍ୟାକ୍ଟର ତାହେଲେ କି ଡିଟରମାଇନ୍ ଭେରାଇଟି ଫ୍ୟାକ୍ଟର କହିଛି ଏମାନେ କଣ ନା ଭେରାଇଟି ଫ୍ୟାକ୍ଟର ଦ୍ୱାରା ଡିଟରମାଇନ୍ ଏଟା ହୁଏ ଅର୍ଥାତ୍ କଣ ନା ଇଣ୍ଟରନାଲ ଫ୍ୟାକ୍ଟର ଯେମିତି କି ଭିତରୁ କୌଣସି ପ୍ରକାର କାରକକୁ ଯୋଉଟା କି ଆମେ ଇଣ୍ଟରନାଲ ଫ୍ୟାକ୍ଟର ବୋଲି କୁହନ୍ତି ଆଉ ଏକ୍ସଟର୍ନାଲ ଫ୍ୟାକ୍ଟର ଯୋଉଟା କି ବାହାରୁ ଆସୁଥିବା କାରକକୁ ଆମେ ଏକ୍ସଟର୍ନାଲ ଫ୍ୟାକ୍ଟର ବୋଲି କୁହନ୍ତି ହେଲା ଏହାର କଣ ଏହା ହଉଛି ଇଣ୍ଟରନାଲ ଫ୍ୟାକ୍ଟର ଆଉ ଏକ୍ସଟର୍ନାଲ ଫ୍ୟାକ୍ଟର ଦିଟା ଯାକ ନିର୍ଭର କରିବ କୌଣସି ପ୍ରକାର ଆମର ହଉଛି କଣ ନା ଭଲ ଭାବରେ ଗ୍ରୋଥ ଆଉ ଡେଭଲପମେଣ୍ଟ ହବା ପାଇଁ ଯେମିତି କି ଇଣ୍ଟରନାଲ ଫ୍ୟାକ୍ଟର ଯଦି କହିବା ତାହେଲେ ସେଟା କଣ ନା ହେରିଡିଟିକୁ ବୁଝେଇବ ଯଦି ମା ବାପା ଉଚ୍ଚା ଥିବେ ଲମ୍ବା ଥିବେ ତାହେଲେ ଶିଶୁଟି ବି ଲମ୍ବାଟେ ହବ ହେଲା ଡେଙ୍ଗାଟେ ହବ ଏକ୍ସଟର୍ନାଲ ଫ୍ୟାକ୍ଟର କହିଲା ମାନେ କଣ ଯେମିତି କି ଆମର ହଉଛି ହେଲ୍ଥ ହେଇଗଲା ଫୁଡ ହେଇଗଲା ଏନଭାରମେଣ୍ଟ ହେଇଗଲା ନ୍ୟୁଟ୍ରିସନ ହେଇଗଲା ଯଦି ଆମେ ଭଲ ଭାବରେ ଖାଦ୍ୟ ଖାଇବା ଯଦି ଆମେ ଦେହକୁ ଭଲ ଭାବରେ ରଖିବା ଯଦି ଆମେ ଏନଭାରମେଣ୍ଟ ଯୋଉ ଏନଭାରମେଣ୍ଟ ରହୁଛନ୍ତି ସେଟା ଯଦି ଭଲ ସୁଷମ ପୁରା ଭଲ ଥିବ ତାହେଲେ କଣ ଭଲ ଖାଦ୍ୟ ଖାଇବା ସୁସ୍ଥ ପରିବେଶରେ ରହିବା ହେଲା ତ ହଉଛି ସମସ୍ତଙ୍କ ସହିତ ମିଶିକି ଚଳିବା ତ ଶିଶୁର କଣ ହବ ଭଲ ଗ୍ରୋଥ ହବ ଭଲ ଭାବରେ ସେ ବଢିବ ହେଲା ଯଦି ଗୋଟେ ଛୁଆଟେ ଖାଲି ପକେଇଦବା ନେଇକି ବଣ ଜଙ୍ଗଲରେ ସେ ସେମିତି ତାର ହଉଛି ଖାଲି ଖାଇବା ପଠେଇଦବା ତାର ଗଛ ପତ୍ର ଖାଇ ପିଇକି ତାର ବଢିଲେ କଣଟା ହବ ତାର ସେ ଭଲ ଭାବରେ ଚାଲି ପାରିବନି ସୋସାଇଟିରେ ସିନା ରହିଲେ ଏନଭାରମେଣ୍ଟ ସିନା ଦେଖିବେ ହଁ ଏମିତି ଚାଲିବାର ଅଛି ସେମିତି ଚାଲିବାର ଅଛି ଜଣେ ଯଦି ଆସି କଥା କହିବ ତାଠୁ କଥା ଶିଖିବ କି କଣ ତ ଯଦି ଆମର ଏକ୍ସଟର୍ନାଲ ଇଏରେ ହିଁ କିଛି ଠିକ ନଥିବ ତ ଏଇଟା ଆଫେକ୍ଟ କରିବ ଇଣ୍ଟରନାଲ ଯେମିତି କି ଆମର ଯଦି ବଂଶରେ କାହାର ଗୋଟେ ଯେ କଣ ନା ଗୋଟେ ହଉଛି ସିପି ଚାଇଲ୍ଡ ଯଦି ତାଙ୍କ ବାପା କି ତାଙ୍କର ଭାଇ କି ଏମିତି ଟାଇପର ହେଇଥିବ ତ ହେରିଡିଟି ବି ଆଫେକ୍ଟ କରିବ ତ ସେଥିପାଇଁ ଗୋଟେ ଆମର ଫିଜିକାଲ ଡେଭଲପମେଣ୍ଟ କି ଗ୍ରୋଥ ଆଉ ଡେଭଲପମେଣ୍ଟ ଭିତରେ ଆମର ଇଣ୍ଟରନାଲ ଫ୍ୟାକ୍ଟର ଆଉ ଏକ୍ସଟର୍ନାଲ ଫ୍ୟାକ୍ଟର ଦିଟାଙ୍କ ଆଫେକ୍ଟ କରେ ତ ଦିଟାଙ୍କ ଏମିତି ଭଲ ଭାବରେ ରହିବା ଆବଶ୍ୟକ ହେଲା ତାପରେ କହିଲା କି ହଁ ଗୋଟେ ସେକେଣ୍ଡ The internal factor include heredity, sex, secretion of the douglas or endocrine glands etc. କିଛି କଣ ନା ଇଣ୍ଟରନାଲ ଫ୍ୟାକ୍ଟର ମାନେ କଣ ନା ଯେଉଁ କାରଣ ଗୁଡିକ ଶରୀର ଭିତରେ ଥାଏ ଶରୀର ଭିତରୁ ଯାହା ଯାହା ସବୁ ପରିବର୍ତ୍ତନ ହେଇକି ଯାହା ଯାହା ସବୁ ହେଇଥାଏ ସେଟା ହଉଛି ଇଣ୍ଟରନାଲ ଫ୍ୟାକ୍ଟର ଯେମିତି କି ହେରିଡିଟି ମା ବାପାଙ୍କର ଗୁଣ ଶିଶୁ ମଧ୍ୟରେ ଆସିବା ଏଟା ହେଲା ହେରିଡିଟିରେ ସେକ୍ସ ଯେମିତି କି ପୁଅ କିମ୍ବା ଝିଅ ହେଲା ପୁଅ କିମ୍ବା ଝିଅ ତାଙ୍କର ଗୁଣ ଯୋଉ ଭଳିଆ ଟାଇପର ପୁଅର ଯେମିତି ଝିଅର ଯେମିତି ତାଙ୍କ ହିସାବରେ ସେଟା ଆସିବା ସେଟା ହେଇଗଲା ଗୋଟେ ଏଣ୍ଡୋକ୍ରାଇନ ଯୋଉଟା କି ଡକ୍ଲେସ ଗ୍ଲାନ୍ସ ଆଉ ସେକ୍ରେସନ ବୋଲି ଆମେ କହୁଛନ୍ତି ହରମୋନ୍ସ ଯାହା ଗ୍ରୋଥ ଆଉ ଡେଭଲପମେଣ୍ଟକୁ କଣ୍ଟ୍ରୋଲ କରିଥାଏ ହେଲା ହରମୋନ ନେଇକି ଯୋଉ ଗ୍ରୋଥ ଆଉ ଡେଭଲପମେଣ୍ଟ କଣ୍ଟ୍ରୋଲ ହେଇଥାଏ ସେଟା ମଧ୍ୟ ଗୋଟେ ଫ୍ୟାକ୍ଟର ହେଇପାରିବ ତ ଏହି ଇଣ୍ଟରନାଲ ଫ୍ୟାକ୍ଟର ମାନେ କଣ କରିଥାନ୍ତି ନା ଶିଶୁର ଫିଜିକାଲ ଗ୍ରୋଥ ଆଉ ଡେଭଲପମେଣ୍ଟ ଉପରେ ପ୍ରଭାବ ପକେଇଥାନ୍ତି ତାପରେ ଏକ୍ସଟର୍ନାଲ ଫ୍ୟାକ୍ଟର କଣ ଦେଇଛି ଲେଖିଛି କି ଦ ଏକ୍ସଟର୍ନାଲ ଫ୍ୟାକ୍ଟର ଏଣ୍ଡଲେସ୍ ସନଲାଇଟ ଏୟାର ଫୁଡ ଫଟିଗ୍ୟୁ ଏକ୍ସରସାଇଜ ଆଣ୍ଡ ୱାର୍କ ଏକ୍ସେଟ୍ରା ଲେଖିଛି କି ଏକ୍ସଟର୍ନାଲ ଫ୍ୟାକ୍ଟର ମାନେ ହଉଛି କଣ ନା ହଉଛି ବାହାର ପରିବେଶରୁ ଯାହା ଯାହା ସବୁ ଆସିଥାଏ ଯାହା ଯାହା ସବୁ ସାମିଲ ହୋଇଥାଏ ତାକୁ ଆମେ କଣ ନା ଏକ୍ସଟର୍ନାଲ ଫ୍ୟାକ୍ଟର ବୋଲି ଆମେ କୁହନ୍ତି ଏଥିରେ କଣ କଣ ସାମିଲ ହୁଅନ୍ତି ନା ଯେମିତି କି ସନଲାଇଟ ହେଇଗଲା ଏୟାର ହେଇଗଲା ହେଲା ଗୋଟେ ଶୁଦ୍ଧ ବାୟୁ ହେଇଗଲା ପୁଷ୍ଟିକର ଖାଦ୍ୟ ହେଇଗଲା ହେଲା ଯେତେ ପ୍ରକାର ସବୁ ଅଭ୍ୟାସ କାମ ହେଲା ତ ଏ ସବୁ ଜିନିଷ ହଉଛି ଆମର ଏକ୍ସଟର୍ନାଲ ଫ୍ୟାକ୍ଟର ଯାହାକି ଆମର ଗ୍ରୋଥ ଆଉ ଡେଭଲପମେଣ୍ଟକୁ ଆଫେକ୍ଟ କରେ ଫିଜିକାଲ ଗ୍ରୋଥ ଆଉ ଡେଭଲପମେଣ୍ଟକୁ କଣ ବଢେଇବା ବା କମେଇବାରେ ତାଙ୍କର ଭୂମିକା ଲିଭେଇଥାନ୍ତି ହେଲା ଏଟା ଥିଲା ଆମର କଣ ନା ହଉଛି ଏକ୍ସଟର୍ନାଲ ଆଉ ଇଣ୍ଟରନାଲ ଫ୍ୟାକ୍ଟର ତାପରେ ଦେଇଛି process growth and development of human are divided into following stages ତ ଆମର ଯୋଉ ଗ୍ରୋଥ ଆଉ ଡେଭଲପମେଣ୍ଟ ଅଛି ହ୍ୟୁମାନ ର ସେଟା ଡିଭାଇଡ ହେଇଛି ଏଇ ସବୁ ଷ୍ଟେଜେସ ରେ କଣ ଇନଫାନ୍ସି ଷ୍ଟେଜ ଆର୍ଲି ଚାଇଲ୍ଡହୁଡ ଷ୍ଟେଜ ଲାଟର ଚାଇଲ୍ଡହୁଡ ଷ୍ଟେଜ ଚାଇଲ୍ଡହୁଡ ଷ୍ଟେଜ ଆଉ ଗୋଟେ ହେଲା ଆଡୋଲେସେନ୍ସ ଷ୍ଟେଜ
तो आमर कौन ना ह्यूमन ग्रोथ और डेवलपमेंट प्रोसेस को किसी स्टेज रे डिवाइड कर जहाद्वारा कौन ना मनुष्य वृद्धि और विकास सहजरे हो पार। इनफान्सी तो आम जानी जन्म पर जो सब अवस्था रही आरंभ हुए आमर जन्म रू 2 वर्ष शेष होता है जो शिशु कौन करता ना धीरे धीरे चली था कथा कही था आस्ते आस्ते ठिया होता है सोसाइटी सहित टिके मिसी थाए यहाँ हूँ आम इनफान्सी। अर्ली चाइल्डहुड कौन ना इस स्टेज रे आमर शिशु खेलिबा शिखी थाए टिके टिके कथा कहवा शिखी थाए साधारण गोटे गोटे काम मध्य शिखी थाए यहाँ हूँ अर्ली चाइल्डहुड। लैटर चाइल्डहुड कौन ना स्कूल स्कूल जीवार पीरियड बोली आम कहते जोठी कि शिशु फिजिकल मेंटल सोशल डेवलपमेंट तंकर अधिक होता है किसी गोटे धरिबार कैपेसिटी रखी था किसी गोटे होल्ड करिबार कैपेसिटी रखी था है इमोशनाली से स्टेबल होती किसी गोटे माने भाबिबा कि होची हाँ मते एठी इमोशनल टिके कंट्रोल करियार अछि एडा हमर लेटर चाइल्डहुड डेवलप हेई थाए। तापर एडोलेसेंस जोटा कि कोन हम पढ़िथिले जोटा कि हमें बॉडी माइंड हमर होची इमोशन सबुरा परिवर्तन एठी देखाई थाए। हमर होची कोन ना होची जेमते कि हमें एथिरे बहुत प्रकार परिवर्तन जेहेतु होची हम माइंड ता सब अनस्टेबल थाए आम हूँ इमोशनाली आम हूँ स्टेबल न था अप्स एंड डाउन चलते ये सब एडोलेसेंस पीरियड रे आम सहित होता है। तो ये ह्यूमन ग्रोथ और डेवलपमेंट को आम कौन करछंती ना 4 स्टेज माध्यम रे रखिछंती है। एबे हमर आसला कॉग्निटिव डेवलपमेंट बुझी पाइलो फिजिकल ग्रोथ और डेवलपमेंट फिजिकल डेवलपमेंट आगे बुझिलो। यस मैम। Yes, ma'am. क्वेश्चन एटा पचारिबो कोन जानछ चाइल्ड डेवलपमेंट रो चाइल्ड रो सबुरो डेवलपमेंट को तमे आलोचना करो। चाइल्ड रो फिजिकल डेवलपमेंट को कॉग्निटिव सोशल इमोशनल मोरल लैंग्वेज सब को तमे माने कोन एक्सप्लेन करो लिखि देथिबो ड्यूरिंग चाइल्डहुड रे हमर लैंग्वेज डेवलपमेंट केमिति हुए एटा गोटे 5 मार्क क्वेश्चन पचार देथिबो तमे करिवो कोन ना फर्स्ट लिखिबो चाइल्डहुड स्टेज हमर को केते बडा थाए ना 2 to 12 ईयर जाए थाए जहाँ भी क्वेश्चन पचाओ तुमको सेकेंड यूनिट टा पूरा चाइल्डहुड ऊपर ही अच्छी है। तो चाइल्डहुड पीरियड रे तमे कौन कर को स्टेजेस देके आस गोटे चाइल्डहुड रो कौन डेवलपमेंट हुए सब दिन अच्छी जहाँ भी क्वेश्चन पढ़ा लैंग्वेज डेवलपमेंट कथा पढ़ू इमोशनल पढ़ू कि फिजिकल पढ़ू कि कॉग्निटिव पढ़ू कि सोशल कि मोरल पढ़ू जहाँ भी पढ़ू तुमको फर्स्ट लिखिबार अछि कि चाइल्डहुड पीरियड तमरा केते रु केते अछि जेमति तुम कहले गोटे लिखिया पे सर्कल सर्कल करके सेमति लिखिबो एमति लिखि सारला परे तापर तळे तुम गोटे करबो ना एवर करबो गोटे गोटे पॉइंट देख लिखिबो 5 मार्क एमति पड़िबो आ पूरा लॉन्ग क्वेश्चन दे पड़िबो लॉन्ग क्वेश्चन पूरा पछबो चाइल्ड डेवलपमेंट सब डेवलपमेंट को एक्सप्लेन कर। तापर है कॉग्निटिव डेवलपमेंट कौन cognitive development is an important aspect of embracing the various mental abilities है तो कौन कही ना cognitive development कौन ग्रोथ important aspect ना वेरियस मेंटल एबिलिटी को माने आवरण करता है। तो एथिरे हमर थिंकिंग हे गला अंडरस्टैंडिंग हे गला मेमोरी हे गला रीजनिंग हे गला प्रॉब्लम सॉल्विंग स्किल ए सब हे गला ए पूरा डेवलपमेंट होई थाए जहाद्वारा कौन करते हैं शिशु चिंता करबा बुझिबा शिखी थाए आमे कहउछन्ते से तार अंडरस्टैंडिंग कैपेसिटी बढ़ी गला तार थिंकिंग पावर बढ़ी गला से रीजनिंग थिंकिंग करूची कि से सब जिनस मन रखुची सब जिनस जहाँ सब प्रॉब्लम होची प्रॉब्लम सॉल्विंग स्किल मध्य शिखिची ए जिनस जो हमको कहउछन्ते से कोड आछी तांकर ये सब जिनस तांकर होची कोन ना होची गोटे कॉग्निटिव डेवलपमेंट हबा द्वारा ही होची थिंकिंग पावर बढ़ुची केमती बढ़िबो जदि कॉग्निटिव डेवलपमेंट होची ताहाले जेंकी बढ़िबो तो सेति आमको बुझिया पई पड़िबो कि हाँ तार कॉग्निटिव डेवलपमेंट भाबरे होची बुद्धिगत विकास अच्छी बोले ही से प्रॉब्लम सॉल्व करि पारुछे हैला। तापर लिखिची मेंटल डेवलपमेंट इंक्लूड सच एबिलिटीज आर परसीविंग observing remembering attending thinking solving problems and growth of intelligence। तो कौन ना मेंटल डेवलपमेंट माने होची शिशुर मानसिक क्षमता गुड़िकर विकास
ହେଲା ତ ଆମର ହେଲା ତ ମେଣ୍ଟାଲ ମାନେ ହଉଛି କଣ ନା ଶିଶୁର ମାନସିକ କ୍ଷମତା ଗୁଡିକର ବିକାଶ। ଏଥିରେ ଆମର କଣ ଥାଏ ନା ପରସିଭିଂ ହେଇଥାଏ। ପରସିଭିଂ ମାନେ କଣ ନା ହଉଛି ହଁ ପରସିଭିଂ ମାନେ କଣ ନା ଦେଖିବା ବୁଝିବା। ମ୍ୟାମ୍ ଭଏସ୍ କ୍ଲିୟର ଆସୁନି। ଆସୁନି ନାଇଁ ମ୍ୟାମ୍ ଭଏସ୍ କ୍ଲିୟର ଆସୁନି। ଏବେ ନା ଆଗରୁ ଆସୁନଥିଲା? ନା ମ୍ୟାମ୍ ଆସୁଛି ତ। ଏବେ ଟିକେ କଟିଥିଲା। ଆଚ୍ଛା ହଉ ଏବେ କଟିଲେ ମତେ କହିବ ହେଲା। ତ ସେ କଣ ଆଜ୍ଞା କହିଛି ନା ହଉଛି ମେଣ୍ଟାଲ ଡେଭଲପମେଣ୍ଟ ଆମର ଏ ସବୁ ଇନକ୍ଲୁଡ କରୁଛି। ଏବେ ଆସୁଛି ତ? ଆଜ୍ଞା ୟେସ୍ ମ୍ୟାମ୍। ମ୍ୟାମ୍। ହଁ ତ ହଉଛି ଆମର ମେଣ୍ଟାଲ ଡେଭଲପମେଣ୍ଟ କଣ କରୁଛି ନା ଆମର ମାନସିକ କ୍ଷମତାର ବିକାଶ ଯାହା ସବୁ ସେଗୁଡାକ ହିଁ ମେଣ୍ଟାଲ ଡେଭଲପମେଣ୍ଟ ବୋଲି କୁହାଯାଉଛି। ଯେମିତି କି ମେଣ୍ଟାଲି ସେ କଣ କରୁଛି ନା ହଉଛି ଗୋଟେ ଜିନିଷ ଦେଖିକି ଯେମିତି କି ସେ ବୁଝି ପାରୁଛି ହେଲା ପରସିଭିଂ କାପାସିଟି ତା ପାଖରେ ଅଛି। ଅବଜର୍ଭ କରିପାରୁଛି ଧ୍ୟାନ ଦେଇକି ଦେଖିବାର ଶକ୍ତି ସେ ରଖୁଛି। ମନେ ରଖିବାର କାପାସିଟି ରିମେମ୍ବରିଂ ତ ସେ ଜିନିଷ ରହୁଛି। ଆଟେଣ୍ଡିଂ ଯୋଉଟା କି ଧ୍ୟାନ ଦେବା କୌଣସି ପ୍ରକାର କି କୁହନ୍ତି କି ଆମେ ଆଟେଣ୍ଡିଂ ହେଇକି ଶୁଣ ତ କଣ ସେ ଧ୍ୟାନ ଦେଇକି ଯେମିତି ଶୁଣି ପାରୁଛି କାହିଁକି ତାର ହଉଛି ମେଣ୍ଟାଲ ଡେଭଲପମେଣ୍ଟ ଅଛି। ଡେଭଲପମେଣ୍ଟ ତାଙ୍କର ନଥିଲେ କଗ୍ନିଟିଭ ଡେଭଲପମେଣ୍ଟ ନହେଲେ ଏ ସବୁ କରିପାରିବେନି। ଥିଙ୍କିଙ୍ଗ ପାୱାର ତାଙ୍କର ବଢୁଛି କେମିତି ଚିନ୍ତା କରିବାର ଶକ୍ତି କାହିଁକି ନା ତାର ହଉଛି ମେଣ୍ଟାଲ ଆବିଲିଟି ସେତିକି ଅଛି। ଆଉ ପ୍ରୋବ୍ଲେମ ସଲଭିଂ ଯୋଉଟା କି ସମସ୍ୟା ସମାଧାନ କରିବାର କାପାସିଟି। ଆଉ ଗୋଟେ ହଉଛି କଣ ନା ଇଣ୍ଟେଲିଜେନ୍ସ ଅଫ ଗ୍ରୋଥ ଯୋଉଟା କି ଏସବୁ ଦ୍ଵାରା ହିଁ ତାର ହଉଛି କଣ ଆମେ ଗ୍ରୋଥ ର ଇଣ୍ଟେଲିଜେନ୍ସ ଟା ଆମେ ଜାଣିପାରୁଛନ୍ତି ବା ଦେଖିପାରୁଛନ୍ତି। ତ ତାପରେ କହିଛି କି ଇଟ୍ ଇଜ ଏ କଣ୍ଟିନ୍ୟୁଅସ୍ ପ୍ରୋସେସ। ଇଟ୍ ଆଫେକ୍ଟେଡ ବାଇ ଦ ଫ୍ୟାକ୍ଟର ଲାଇକ୍ ମ୍ୟାଚୁରେସନ ଲର୍ଣ୍ଣିଂ ଆଣ୍ଡ ଏଜୁକେସନ। ତାହା ଗୋଟେ କଣ ନା କଣ୍ଟିନ୍ୟୁଅସ୍ ପ୍ରୋସେସ ବୋଲି ଆମେ କହିପାରିବା। ଅର୍ଥାତ୍ କଣ ଏହା ଧୀରେ ଧୀରେ ଆମର ଚାଲିଥାଏ। ଏହା ମ୍ୟାଚୁରେସନ ଆମର ଲର୍ଣ୍ଣିଂ ହେଲା ଆଉ ଏଜୁକେସନ ଏପରି ଫ୍ୟାକ୍ଟର ଦ୍ଵାରା ହିଁ ପ୍ରଭାବିତ ହେଇଥାଏ। ଆମର ମ୍ୟାଚୁରେସନ ତାଙ୍କର ଯେତେବେଳେ ମ୍ୟାଚୁରିଟି ଆସିଯାଉଛି ସେତେବେଳେ ହଉଛି କଣ ତାଙ୍କର ହଉଛି ମେଣ୍ଟାଲ ଆବିଲିଟି ଆମେ କହୁଛନ୍ତି କି ହଁ ଦ୍ରୁତ ଗତିରେ ବଢିଛି କି କିଛି ଜିନିଷ ମାନେ ବୁଝିବାର ସେଟା ତାଙ୍କର ଅଧିକ ଆସିଛି। କିଛି ଜିନିଷ ସେ ମାନେ ଶିଖୁଛନ୍ତି ଲର୍ଣ କରୁଛନ୍ତି ସେଟା କଣ ନା ହଉଛି ତାଙ୍କର ଡେଭଲପ ହଉଛି ବୋଲି ହିଁ ସେ ଲର୍ଣ କରିପାରୁଛନ୍ତି ଏସବୁ ଫ୍ୟାକ୍ଟର ମଧ୍ୟ ତାଙ୍କୁ କଣ ନା ପ୍ରଭାବିତ କରିଥାଏ। ତାପରେ କଣ the child develops the ability to different people and things around him in the stage of infancy। ତ ଇନଫାନ୍ସି ଷ୍ଟେଜରେ ଆମର କଣ ନା ଶିଶୁ ଧୀରେ ଧୀରେ ତାଙ୍କ ଚାରି ପାଖରେ ଥିବା ପିପଲ ତାଙ୍କର ଥିଙ୍ଗସ ଏସବୁକୁ ଅଲଗା କରି ଚିହ୍ନିବା ଆବିଲିଟି ବିକାଶ କରିଥାନ୍ତି। ଯେମିତି କିି ଗୋଟେ ଛୋଟ ପିଲାଟେ ମା କୁ ଦେଖିଲେ କଣ କରିଥାଏ ନା ହସେ ହେଲା କିନ୍ତୁ ଅଜଣା ଲୋକକୁ ଯଦି ଦେଖିବ ସେ କଣ କରିବ ଡରିବ କାନ୍ଦିବ। ସେଇପରି ଆମର ଖେଳନାକୁ ଯେତେବେଳେ ଦେଖିବ ସେତେବେଳେ କଣ କହୁଛି ନା ଖେଳନା ଦେଖିଲେ ମାନେ ହସୁଛି। କି ଖେଳିବା ପାଇଁ ଆଗ୍ରହ ପ୍ରକାଶ କରୁଛି ଯେତେବେଳେ ଗୋଟେ ସେମିତି ଗୋଟେ କଣ ଗୋଟେ ଥୁଆ ହେଇଥିବ। ଏଇଟା ଖେଳଣା ହେଇନଥିବ କିନ୍ତୁ ଗୋଟେ ବସ୍ତୁଟେ ଥୁଆ ହେଇଥିବ କିନ୍ତୁ ତାକୁ ଦେଖିଲେ ତାର କିଛି ବି ରିଆକ୍ସନ ନାହିଁ। ତାମାନେ କଣ ସିଏ ଡିଫରେଣ୍ଟ ପିପଲ ମାନଙ୍କୁ ଦେଖେଇକି ଡିଫରେଣ୍ଟ ଥିଙ୍ଗସ ସବୁ ଆରାଉଣ୍ଡରେ ଦେଖିଲେ ତାଙ୍କର ହଉଛି କଣ ଆବିଲିଟି ଜଣା ପଡେ କି ହଉଛି ହଁ ତାଙ୍କର ଏମିତି ଟାଇପ ର ସେ କଣ ନା ହଉଛି ଦେଖଉଛନ୍ତି ହସୁଛନ୍ତି କାନ୍ଦୁଛନ୍ତି କି କଣ କରୁଛନ୍ତି। ଏସବୁ ଦେଖିକି ହିଁ ଆମେ କଣ କରନ୍ତି ନା ଜାଣିପାରନ୍ତି କି ହଁ ତାଙ୍କର ମେଣ୍ଟାଲ ଆବିଲିଟି ଠିକ ଠାକ ଅଛି ତାଙ୍କର ଡେଭଲପମେଣ୍ଟ ହଉଛି। ଯୋଉମାନେ ସବୁ ସିପି ଚାଇଲ୍ଡ ସବୁ ସେମାନେ ସେ ଏମିତି ଦେଖୁଥିବେ ଖେଳନା ନା ହସୁଥିବେ ନା କାନ୍ଦୁଥିବେ। କିଛି ନାହିଁ ତାଙ୍କର ରିଆକ୍ସନ ତାମାନେ କଣ ତାଙ୍କର କଗ୍ନିଟିଭ ଡେଭଲପମେଣ୍ଟ ହଉନି। ହେଲା ତାଙ୍କର କଗ୍ନିଟିଭ ଡେଭଲପମେଣ୍ଟ ହଉନି। ତାପରେ ଆସିଲା କଣ ହଁ ତାପରେ କଣ କହିଛି during childhood period the child began think symbolically। ତ ଚାଇଲ୍ଡହୁଡ ପିରିୟଡରେ ଶିଶୁ କଣ କରେ ନା ସିମ୍ବଲିକାଲ ଥିଙ୍କ କରିବା ଆରମ୍ଭ କରିଥାଏ। ଅର୍ଥାତ କଣ ନା ହଉଛି କିଛି ବସ୍ତୁକୁ ଅନ୍ୟ କିଛିର ସିମ୍ବଲ ଭାବେ ବୁଝିକି ସେ ଶିଖିଥାଏ। ଯେମିତି କି ଏକ୍ଜାମ୍ପଲ ନବା କି ଗୋଟେ ଖେଳନା ହେଲା ଗୋଟେ ଖେଳନା କାର ବୋଲି ତାକୁ ଭାବେ ଗୋଟେ ଛୋଟଟେ କଣ କରିଥିବ ଖେଳନା କାର କୁ ସେ ଭାବେ କି ନାଇଁ ଏଇଟା ହଉଛି ସତ କାର ଏଥିରେ ମୁଁ ବସିକି ଯିବି। ଗୋଟେ ଡ୍ରଇଂ ରେ ଗୋଟିଏ ଗୋଲ ଆକୃତିରେ ତାକୁ ଗୋଟେ କରିଦବା ଗୋଟେ ସନ ଭଳିଆ ଆଙ୍କିଦବା ସେ ସେଇଟା ହିଁ ସତ ସନ ବୋଲି ଭାବିଦବ।
ହେଲା ତ ସେ ସିମ୍ବଲିକ ଥିଙ୍କିଂ ତାଙ୍କର ଡେଭଲପମେଣ୍ଟ ହେଇଥାଏ ଗୋଟେ ସିମ୍ବଲ ଦ୍ୱାରା ଆମେ ତାକୁ ଶିଖାନ୍ତି ଜଣାନ୍ତି କି ହଁ ଏଇଟା ହଉଛି ଏମିତି ଯେମିତିକି ଆମେ କହୁଛନ୍ତି ଏ ଫର୍ ଆପଲ ଯଦି ସିମ୍ବଲ ସେଠି ଥିବ ତାଙ୍କ ମାଇଣ୍ଡରେ ପଳାଇଯିବ ହଁ ଆପଲ ଏମିତି ଦେଖିବା ପାଇଁ ଏଇଟା ହଉଛି ଆପଲ ତ ଏ ଫର୍ ହଉଛି ଆପଲ ତ ଏମିତି ଟାଇପର ସେମାନେ ମନେ ରଖନ୍ତି ତ ସିମ୍ବଲିକ ଥିଙ୍କିଂ ତାଙ୍କର ଡେଭଲପମେଣ୍ଟ ହେଇଥାଏ ଆମର ଚାଇଲ୍ଡହୁଡ